द बेसिस। ଏ ପ୍ରକାର ଆମ ଭିତରେ ଯୋଉ ମଧୁର ସମ୍ବନ୍ଧ ରହିବ, ତେଣୁ ଆମେ ଲମ୍ବା ଇସ୍ ପ୍ରକ୍ରିୟାରେ ରହିପାରିବା। ଯେମିତି ଗତ ଥର ମୁଁ ଉଦାହରଣ ଦଉଥିଲି, କେମିତି ଶିଲ ଜୀବ ଗୋସ୍ୱାମୀ ପାଦଙ୍କ ପାଖକୁ ଆସିଥିଲେ ନରୋତ୍ତମ ଦାସ, ଶିଲ ନରୋତ୍ତମ ଦାସ ଠାକୁର, ଶିଲ ଶ୍ରୀନିବାସ ଆଚାର୍ଯ୍ୟ ପାଦ ଆଉ ଶିଲ ଶ୍ୟାମାନନ୍ଦ ପ୍ରଭୁ। ତିନି ଜଣ ଅଲଗା ଅଲଗା ଗୁରୁଙ୍କର ଶିଷ୍ୟ ହେଲେ ମଧ୍ୟ ତିନି ଜଣ ମିଳିମିଶି ରହୁଥିଲେ, ମଧୁର ସମ୍ବନ୍ଧ ଥିଲା। ଆଁ, ତେଣୁ ଶିଲ ନରୋତ୍ତମ ଦାସ ଠାକୁର ଏତେ ବିରହ ଅନୁଭବ କରନ୍ତି ଶିଲ ଶ୍ରୀନିବାସ ଆଚାର୍ଯ୍ୟଙ୍କ ବିୟୋଗରେ, କି ବହୁତ ସୁନ୍ଦର ଭଜନ ଲେଖିଲେ, ଯେ ଆନିଲ ପ୍ରେମ ଧନ। ତେଣୁ ଆମ ଭିତରେ ଭଲ ମଧୁର ସମ୍ବନ୍ଧ ରହିବା ଦରକାର। ସଂସାରରେ ଲୋକମାନଙ୍କ ଭିତରେ ଭଲ ସମ୍ବନ୍ଧ ନାହିଁ। ତେଣୁ ଘର, ପରିବାର, ସମାଜରେ ମତଭେଦ। କିନ୍ତୁ ମନ୍ଦିର ଗୋଟେ ଆଦର୍ଶ ବାତାବରଣ, ଏ ଆଦର୍ଶ ଆଦର୍ଶ ପ୍ରସ୍ତୁତ କରେ, ଗୋଟେ ପରିବେଶ ପାଇଁ ଆଦର୍ଶ ପ୍ରସ୍ତୁତ କରେ। ଏଇଭଳିଆ ସ୍ଥାନ ପ୍ରଭୁପାଦ ଦେଇଛନ୍ତି, ଏକ ସଂସ୍ଥାନ ଅନୁଷ୍ଠାନ ଯୋଉଠି ଆବାସିକ ଭକ୍ତ ମାନେ, ନିବାସ ଭକ୍ତ ମାନେ ଏଇ ପ୍ରକ୍ରିୟାରେ ଯୋଉମାନେ ଯୋଡି ହେଇ ଅଛନ୍ତି, ମିଳିମିଶି ରହିବା, ମୈତ୍ର ଭାବରେ ରହିବା, ବନ୍ଧୁତ୍ୱରେ ରହିବା, ସେବା ଭାବନାରେ ରହିବା, ଇଏ ବୈଷ୍ଣବ ଆଦର। ତେଣୁ ନାରଦୀୟ ପୁରାଣରେ ବର୍ଣ୍ଣନା ଅଛି କି କିଛି କିଛି ବିଶେଷ ସ୍ଥିତିରେ ଆମକୁ ପ୍ରଣାମ କରିବା ଅନାବଶ୍ୟକ, ଉଚିତ ନୁହେଁ। ତେଣୁ ଆମେ ଏ ବିଷୟରେ ବି ଟିକେ ଟିକେ ଚର୍ଚ୍ଚା କରିଥିଲେ। କି ମନ୍ଦିର ଭିତରେ ଆମେ କେମିତି ପ୍ରବେଶ କରିବା, ତା ଭିତରେ ବୈଷ୍ଣବ ସଦାଚାର ପାଳନ କରିବା। ଜଣେ ବୈଷ୍ଣବ ସୁନ୍ଦରତା ଆହୁରି ବଢିଯାଏ ଯେ ସେ ବୈଷ୍ଣବ ସଦାଚାରର ପାଳନ କରେ। ଯେମିତି ଗୋଟେ ସ୍ତ୍ରୀର ସୁନ୍ଦରତା, ସେ ଅଳଙ୍କାର ପିନ୍ଧିଲେ, ଆଭୂଷଣ ପିନ୍ଧିଲେ ସୁନ୍ଦରତା ଆହୁରି ବଢିଆ ହେଇଯାଏ। ସେହିପରି ଜଣେ ବୈଷ୍ଣବ, ସେ ଯେତେବେଳେ ବୈଷ୍ଣବ ସଦାଚାର ପାଳନ କଲେ, ନମସ୍କାର କରେ, ପ୍ରଣାମ କରେ, ସବୁକୁ ଆଦର କରେ, ସବୁକୁ ସେବା କରେ, ସମସ୍ତଙ୍କୁ ଖୁସି ପୂର୍ବକ ପ୍ରସ୍ତୁତ ହୁଏ, ତା ଦ୍ୱାରା ସିଏ ସମସ୍ତଙ୍କୁ ଆଦର ସମ୍ମାନ କରେ। ତେଣୁ ଯେତେବେଳେ ଲୋକମାନେ ବାହାରି ଜଗତରୁ ଆସନ୍ତି ଆଉ ଆମ ମନ୍ଦିର ବାତାବରଣ ଭିତରକୁ ପଶନ୍ତି, ସେମାନେ ଦେଖନ୍ତି କେତେ ସୁନ୍ଦର ଭାବରେ ଭକ୍ତମାନେ ମିଳିମିଶି ରହୁଛନ୍ତି। ତେଣୁ ଆମେ, ପ୍ରଭୁପାଦ କହନ୍ତି, ମନ୍ଦିର ଟେମ୍ପଲ ଇଜ ଲାଇକ ଏ ଓସିସ୍ ଇନ ଦ ଡେଜର୍ଟ। ମରୁଭୂମିରେ ଯେମିତି ଗୋଟେ ସ୍ଥାନରେ ଜଳ ମିଳେ, ପାଣି ମିଳେ, ଆଉ ସେମାନେ ସବୁ ଲୋକ ସେଇଠିକି ଧାବମାନ। ତେଣୁ ଆମର ମନ୍ଦିର ହଉଛି ସେଇଭଳିଆ ଗୋଟେ ମରୁଧର, ଯୋଉଠି ପାଣି ମିଳେ, ମରୁ ସ୍ଥାନରେ ଯୋଉଠି ପାଣି ମିଳେ, ଓସିସ୍ ଇନ ଦ ଡେଜର୍ଟ। ତ ଲୋକମାନେ ଯେତେବେଳେ ମନ୍ଦିର ପରିସରକୁ ଆସନ୍ତି, ସେମାନେ ସବୁ ଆମମାନଙ୍କୁ ଦେଖନ୍ତି, ମାନେ କ୍ଲୋଜଲି ଅବଜର୍ଭ କରନ୍ତି, କି ଆମର କାର୍ଯ୍ୟକଳାପ କି ରକମ, କେମିତି ରହୁଛୁ, କେମିତି ଆଚରଣ କରୁଛେ। ତେଣୁ ଆମେ ଯେତେବେଳେ ମନ୍ଦିର ପରିସର ରହୁଛେ ଆବାସିକ ଭକ୍ତ ହିସାବରେ, ତେଣୁ ଆମକୁ ବଡ ଆଦର୍ଶ ପ୍ରସ୍ତୁତ କରିବାର ଅଛି। ଯୋଉମାନେ ବାହାରୁ ଲୋକ ଆସନ୍ତି, ସେମାନେ ସାଧୁ ସନ୍ତକୁ ବହୁତ ପାଖରୁ ଦେଖୁଥାନ୍ତି, ତାଙ୍କ କାର୍ଯ୍ୟକଳାପକୁ। ସଂସାର ଲୋକମାନେ ମୋଷ୍ଟଲି ଦୋଷ ତ୍ରୁଟି ଖୋଜିବାକୁ ପାଆନ୍ତି, କିନ୍ତୁ ବୈଷ୍ଣବ ଏତେ ସୁନ୍ଦର, ମଧୁର, ତାର ବ୍ୟବହାର ଏତେ ମଧୁର, ତାର ଜୀବନ ଏତେ ସ୍ୱଚ୍ଛ, ନିର୍ମଳ, ସରଳ, ସେ ଅନେକ ଅନୁପ୍ରାଣିତ କରେ। କୌଣସି ନିଷ୍କପଟତା ନାହିଁ, କୌଣସି ଜଟିଳତା ନାହିଁ, କୌଣସି ଖରାପ ବ୍ୟବହାର ଆଚରଣ ନାହିଁ, ଯାହାଦ୍ୱାରା ସେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରେ। ତେଣୁ ବୈଷ୍ଣବ ସଦାଚାର ହିଁ ସବୁ ବୈଷ୍ଣବ ମାନଙ୍କୁ ସୁନ୍ଦର ଭାବରେ ସଜେଇକି ରଖେ, ଆଉ ଏ ପରିବେଶକୁ ବି ସୁନ୍ଦରତା ବଢାଏ। ଆଉ ଯୋଉମାନେ ଆସନ୍ତି ବାହାର ଜଗତର ଲୋକମାନେ, ସେମାନେ ବି ସଦାଚାର ଦେଖି ପ୍ରଭାବିତ ହୁଅନ୍ତି, ଆଉ ଚୈତନ୍ୟ ମହାପ୍ରଭୁଙ୍କ এই ପ୍ରକ୍ରିୟାକୁ ସ୍ୱୀକାର କରିବା ପାଇଁ ସେମାନେ ରାଜି ହୁଅନ୍ତି। ମୋ ଜୀବନରେ କେମିତି ପରିବର୍ତ୍ତନ ଆସିବ, ସେମାନେ ଭକ୍ତମାନଙ୍କୁ ଦେଖି ବଡି ଅନୁପ୍ରାଣିତ ହୁଅନ୍ତି। ତେଣୁ କିଛି କିଛି ବିଶେଷ ପରିସ୍ଥିତିରେ ବିଗ୍ରହଙ୍କ ସମ୍ମୁଖରେ ପ୍ରଣାମ କରିବା ଅନାବଶ୍ୟକ, ସେପରି ବିଶେଷ ପରିସ୍ଥିତିରେ ବୈଷ୍ଣବଙ୍କୁ ପ୍ରଣାମ କରିବା ବି ଅନାବଶ୍ୟକ। ହୁଁ ବୈଦିକ ଶାସ୍ତ୍ରରେ ତ ଗୁରୁଙ୍କର ମହିମା ବହୁତ ବିସ୍ତାରରେ ବର୍ଣ୍ଣନା ଅଛି। ଭଗବାନଙ୍କ ସେବାଠୁ ବି ଗୁରୁଙ୍କ ସେବା ଶ୍ରେଷ୍ଠ, ବୈଷ୍ଣବଙ୍କ ସେବା ଶ୍ରେଷ୍ଠ। ତେଣୁ କିନ୍ତୁ ଯେହେତୁ ଆମର ଗୋଟେ ପ୍ରଚାର ଆନ୍ଦୋଳନ, କେତେ ପ୍ରକାର ଲୋକ ମନ୍ଦିରକୁ ଆସନ୍ତି, ତେଣୁ ଆମେ ସବୁ ଲୋକ ଯୋଉଠି ଅଛନ୍ତି, ସାର୍ବଜନିକ ସ୍ଥାନରେ ଆମେ ଲୋକଙ୍କ ସାମ୍ନାରେ ପ୍ରଣାମ କଲେ ଲୋକମାନେ ଟିକେ ବିଚଳିତ ହେବେ। ତେଣୁ ଆମେ ମନ୍ଦିର ପରିସରରେ ଭଗବାନଙ୍କ ସାମ୍ନାରେ ଗୁରୁ ବୈଷ୍ଣବଙ୍କୁ ପ୍ରଣାମ କରିବା ପାଇଁ ଆମକୁ ମନା କରାଯାଉଛି, ଅନାବଶ୍ୟକ, ଅନୁଚିତ ମନା କରାଯାଉଛି, କି ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିକିରି। ମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ସର୍ବପ୍ରଥମେ ବୈଷ୍ଣବଙ୍କୁ ପଞ୍ଚାଙ୍ଗ ପ୍ରଣାମ କରିବା ଉଚିତ। ବାଂଛା କଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟୈବ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମୋ ନମଃ। ମୁଁ ଭଗବତ ଭକ୍ତ ବୈଷ୍ଣବଙ୍କୁ ସାଦର ପ୍ରଣାମ କରୁଛି,
ଯେ କଳ୍ପବୃକ୍ଷ ସମାନ ପ୍ରତ୍ୟେକଙ୍କର ଇଚ୍ଛା ପୂରଣ କରିଥାନ୍ତି, ଯେ ଦୟାର ସାଗର ଅଟନ୍ତି ଏବଂ ଯେ ମଧ୍ୟ ପତିତ ଜୀବଙ୍କର ଉଦ୍ଧାର କରିଥାନ୍ତି। ହଁ, ତେଣୁ ଏଇ ଯୋଉ ବୈଷ୍ଣବ ପ୍ରଣାମ ଆମେ ପ୍ରତିଦିନ କରୁ, ଯେମିତି ମଙ୍ଗଳ ଆରତିରେ ପରେ ଜପ କରିବା ପୂର୍ବରୁ 10 ନାମବିଧ ଅପରାଧ ସବୁ ସ୍ଥାନରେ ଚର୍ଚ୍ଚା ହୁଏ। ଆଉ ଚର୍ଚ୍ଚା 10 ବିଧ ନାମ ଅପରାଧ ଆମେ ଉଚ୍ଚାରଣ କରିସାରିଲା ପରେ ଆମେ ବୈଷ୍ଣବ ପ୍ରଣାମ କରୁ। କି ଜ୍ଞାତ ୟା ଅଜ୍ଞାତ ସାରେ ଯଦି କୌଣସି ବୈଷ୍ଣବଙ୍କ ହୃଦୟରେ କିଛି କଷ୍ଟ ହେଇଥାଏ ୟା କୌଣସି ଅପରାଧ ହେଇଥାଏ, ତେଣୁ ପ୍ରାତଃ କାଳୀନ ମୁହୂର୍ତ୍ତରେ କ୍ଷମା ପ୍ରାର୍ଥନା ବାଞ୍ଛନୀୟ, ଏହା କହିକିନି ଆମେ ବୈଷ୍ଣବ ପ୍ରଣାମ କରୁ। ଆମେ ବୈଷ୍ଣବ ମାନଙ୍କ ସଙ୍ଗେ ରହୁଛେ, ବୈଷ୍ଣବ ସହିତ ଡିଲ୍ କରୁଛେ, ତେଣୁ ଜ୍ଞାତ ବା ଅଜ୍ଞାତ ସାରରେ କୋଉଠି ନା କୋଉଠି କିଛି ତ୍ରୁଟି ହେଇପାରେ। ଯେହେତୁ ଆମେ ବଦ୍ଧ ଜୀବ, ଆମ ଭିତରେ 4 ପ୍ରକାର ତ୍ରୁଟି ଅଛି। ଅପୂର୍ଣ୍ଣ ଇନ୍ଦ୍ରିୟ, ଆମେ ଭ୍ରମିତ ହବାର ସମ୍ଭାବନା ଅଛି, ଟୁ ବି ଇଲୁଜନ, କମିଟିଂ ମିଷ୍ଟେକ୍, ଠଗନେ କି ପ୍ରବୃତ୍ତି, ଏଇ ଯୋଉ 4 ପ୍ରକାର ଦୋଷ ତ୍ରୁଟି ଅଛି। ତେଣୁ ସ୍ୱାଭାବିକ ଆମର କୌଣସି ଦୋଷ ତ୍ରୁଟି ହବାର ସମ୍ଭାବନା ଥାଏ। ତେଣୁ ପ୍ରାତଃକାଳୀନ ସମୟରେ ଆମେ ସବୁ ବୈଷ୍ଣବଙ୍କୁ ସ୍ମରଣ କରି ବୈଷ୍ଣବ ପ୍ରାର୍ଥନା କରୁ, ବୈଷ୍ଣବ ପ୍ରଣାମ କରୁ। ତେଣୁ ଇଏ ମନ୍ଦିରରେ ପ୍ରବେଶ କରିବା ପରେ ବି କରିବାର ଅଛି, କୌଣସି ବୈଷ୍ଣବଙ୍କୁ ଦର୍ଶନ କଲା ସମୟରେ କରିବାର ଅଛି। ଆଉ ତାପରେ ଯେତେବେଳେ ଆମର ମନ୍ଦିରରେ ଗୋଟେ ବିଧି ବନା ଯାଇଛି, କି 10 ବିଧ ଅପରାଧ ପରେ ଆମେ ପ୍ରଣାମ କରିଥାଉ। ଯେମିତି ଆପଣମାନେ ବେଙ୍ଗଲରେ ଯିବେ, ସେମାନେ ବି 10 ବିଧ ଅପରାଧ କରନ୍ତି। କୌଣସି କୌଣସି ମନ୍ଦିରରେ ଏଇ ଯୋଉ 10 ବିଧ ଅପରାଧର ସଂସ୍କୃତ ଅଛି ପଦ୍ମ ପୁରାଣରେ। ସେଇଟା ବି କୌଣସି କୌଣସି ମନ୍ଦିର, ମୁଁ ଯେମିତି ଗୁଜୁରାଟ ସାଇଡକି ଯାଇଥିଲି, ସେପଟେ ସଂସ୍କୃତରେ ସେମାନେ 10 ବିଧ ଅପରାଧ ଉଚ୍ଚାରଣ କରନ୍ତି। ବାପି ମନ୍ଦିର, କୌଣସି ମନ୍ଦିର ଅଛି, ସେମାନେ ସବୁ 10 ବିଧ ଅପରାଧକୁ ସଂସ୍କୃତରେ ଉଚ୍ଚାରଣ କରନ୍ତି। ସତାମ ନିନ୍ଦା ନାମ ବିତନୁତେ, ଏଇ ଯୋଉ ଅଛି ଶ୍ଲୋକ, ପଦ୍ମ ପୁରାଣ ମୂଳ ଶ୍ଲୋକ, ତାକୁ ସେମାନେ ଉଚ୍ଚାରଣ କରନ୍ତି। ଆଉ ଏ ଉଚ୍ଚାରଣ କଲା ପରେ 10 ବିଧ ଅପରାଧ ଉଚ୍ଚାରଣ କଲା ପରେ ସେମାନେ ବୈଷ୍ଣବ କ୍ଷମା ପ୍ରାର୍ଥନା ୟା ବୈଷ୍ଣବ ପ୍ରଣାମ କରନ୍ତି। ତେଣୁ ଆପଣ ବେଙ୍ଗଲ ଯିବେ, ବେଙ୍ଗଲରେ ସେମାନେ କହିବେ ଏଇ 10 ବିଧ ନାମର ଅପରାଧ ଯେନ ହୃଦୟ ନା ପଶେ, ମହାପ୍ରଭୁ କୃପା କର ମଜ ନାମ ରସେ। ତେଣୁ ସେମାନେ ଏଇ ପ୍ରକାର ପ୍ରାର୍ଥନା କରନ୍ତି, ପ୍ରେୟାର ଲାଇକ୍ କି ମହାପ୍ରଭୁ ଆପି କୃପା, ଆପଣ କୃପା କରନ୍ତୁ, ଆପଣଙ୍କ କୃପା ହେଲେ ବାସ୍ତବିକ ମୁଁ କୌଣସି ବୈଷ୍ଣବ ପାଖରେ ଅପରାଧ କରିବି ନାହିଁ। ଏଇ 10 ବିଧ ନାମର ଅପରାଧ ଯେନ ହୃଦୟ ନା ପଶେ, ମହାପ୍ରଭୁ କୃପା କର ମଜେ ନାମ ରସେ। ଅନେକ ବେଙ୍ଗଲ ମନ୍ଦିରରେ ଏଇ ପ୍ରାର୍ଥନା କରନ୍ତି ଅପରାଧ କ୍ଷମା ପ୍ରାର୍ଥନା କରିବା ସମୟରେ, କି ମହାପ୍ରଭୁ ଆପଣ କୃପା କଲେ ମୁଁ କୌଣସି ବୈଷ୍ଣବ ପ୍ରତି ଅପରାଧ କରିବି ନାହିଁ। ଆଉ ଅପରାଧ ନହେଲେ ଆମେ ଭଲ ଭାବରେ ନାମ ଜପ କରିପାରିବା। ନାମ ଜପରେ ଯେତେ ବାଧାବିଘ୍ନ ଆସେ, ମୁଖ୍ୟତଃ ନାମ ଅପରାଧ, ଅପରାଧ ବୈଷ୍ଣବ ଅପରାଧ ଜନିତ। ଆଉ ଏ ପୁରା ଅପରାଧ ନ ରହିଲେ ଆମେ ନାମ ରସରେ ମଜି ପାରିବା, ଡୁବି ପାରିବା, ଆନନ୍ଦ ନେଇପାରିବା। ତି ହଉଛି ବୈଷ୍ଣବ ବିଧାନ, କି ଆମେ ବାସ୍ତବିକ ବୈଷ୍ଣବ ମାନଙ୍କୁ ପ୍ରଣାମ କରିବା, କୃପା ଯାଚନା କରିବା। ତାପରେ ଶିଲ ପ୍ରଭୁପାଦଙ୍କୁ ରଖି ଦଣ୍ଡବତ ପ୍ରଣାମ କରିବା, ତାଙ୍କର ପ୍ରଣତି ମନ୍ତ୍ର ପାଠ କରିବା। ଯେହେତୁ ପ୍ରଭୁପାଦ ଆମର ସଂସ୍ଥାପକ ଆଚାର୍ଯ୍ୟ ଆଉ ପ୍ରମୁଖ ଶିକ୍ଷା ଗୁରୁ, ଯାହାଙ୍କ ଶିକ୍ଷା, ଯାହାଙ୍କ ରଚନା ଆମେ ପାଠ କରି ଭକ୍ତି ଅଭ୍ୟାସ କରିବାକୁ ଚେଷ୍ଟା କରୁଛେ। ତେଣୁ ପ୍ରଭୁପାଦଙ୍କ ପ୍ରଣତି ମନ୍ତ୍ରର ଅର୍ଥ କଣ? ମୁଁ କୃଷ୍ଣ କୃପାଂଶୀ ମୂର୍ତ୍ତି। ତ ଭଗବାନ ଯେତେବେଳେ କୃପା କରନ୍ତି, ଏକ ଗୁରୁ ଆଚାର୍ଯ୍ୟ ରୂପରେ ଆସନ୍ତି, ତାଙ୍କୁ କୁହାଯାଏ କୃଷ୍ଣ କୃପା ମୂର୍ତ୍ତି। ମୁଁ କୃଷ୍ଣ କୃପା ମୂର୍ତ୍ତି ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କୁ ସାଦର ପ୍ରଣାମ କରୁଛି, ଯେ ଭଗବାନ କୃଷ୍ଣଙ୍କ ଚରଣ କମଳରେ ସମ୍ପୂର୍ଣ୍ଣ ଆଶ୍ରୟ ଗ୍ରହଣ କରିଥିବା ହେତୁ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି। ହେ ଗୁରୁ ମହାରାଜ ଶିଲ ପ୍ରଭୁପାଦ, ମୋର ପ୍ରଣାମ ସ୍ୱୀକାର କରନ୍ତୁ। ଆପଣ ଶିଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କର ପ୍ରିୟ ସେବକ ଅଟନ୍ତି। ଆପଣ ତାଙ୍କର ଆଜ୍ଞା ଅନୁସାରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସନ୍ଦେଶକୁ ପ୍ରଚାର କରି ନିର୍ବିଶେଷ ଆଉ ଶୂନ୍ୟବାଦୀ ଦ୍ୱାରା ଗ୍ରସିତ ପାଶ୍ଚାତ୍ୟ ଜଗତକୁ ଉଦ୍ଧାର କରିଛନ୍ତି। ତେଣୁ ଇଏ ହଉଛି ଆମର ମନ୍ଦିରରେ ପ୍ରବେଶ ମାତ୍ରରେ ପ୍ରାତଃକାଳୀନ ସମୟରେ, ୟା ଆମେ ଅପରାହ୍ନରେ ଯାଉ, ୟା ମଧ୍ୟାହ୍ନ ସମୟରେ ଯାଉ, ଯେତେବେଳେ ଯିବା ଏସବୁ ବିଧି ପାଳନ କରିବା। ପ୍ରଥମେ ବୈଷ୍ଣବ ପ୍ରଣାମ, ଫିର ଗୁରୁଜନଙ୍କୁ ପ୍ରଣାମ, ଗୁରୁ ବର୍ଗଙ୍କୁ, ପୁଣି ପ୍ରଭୁପାଦଙ୍କୁ ପ୍ରଣାମ, ମୁଖ୍ୟ ସଂସ୍ଥାପକ ଆଚାର୍ଯ୍ୟ ୟା ପ୍ରମୁଖ ଶିକ୍ଷା ଗୁରୁ, ପ୍ରିନ୍ସିପାଲ ଶିକ୍ଷା ଗୁରୁ ହୋଇଥିବା କାରଣରୁ। ତେଣୁ ସ୍ତ୍ରୀ ମାନେ ସର୍ବଦା ପଞ୍ଚାଙ୍ଗ ପ୍ରଣାମ, ଆଉ ପୁରୁଷ ମାନେ ଦଣ୍ଡବତ ପ୍ରଣାମ କରିବେ। ତାପରେ ଅର୍ଚ୍ଚା ବିଗ୍ରହଙ୍କୁ ପ୍ରଣାମ କରିବା। ଅର୍ଚ୍ଚା ବିଗ୍ରହ ସବୁ ପ୍ରଣାମ ମନ୍ତ୍ର ଅଛି, ତାଙ୍କ ପ୍ରଣାମ ମନ୍ତ୍ର ଉଚ୍ଚାରଣ କରି ଆମେ ଅର୍ଚ୍ଚା ବିଗ୍ରହଙ୍କୁ ପ୍ରଣାମ କରିବା। ତେଣୁ ଇଏ ପ୍ରାତଃକାଳୀନ ସମୟରେ ଆମେ ଏସବୁ ପ୍ରକାର
କରିବା। ହୁଁ? ତେଣୁ ଉଁ, ତାପରେ ନାମ ଜପ ଆମେ କରିବା। ନାମ ଜପରେ ଯେମିତି ଆମେ ପଞ୍ଚତତ୍ଵ ମନ୍ତ୍ର ପ୍ରଥମେ ଉଚ୍ଚାରଣ କରୁ, ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସାଦି ଗୌର ଭକ୍ତବୃନ୍ଦ। ତେଣୁ ये ଯୋଉ ମନ୍ତ୍ର ଉଚ୍ଚାରଣ କଲେ, ଭଗବାନଙ୍କର ଯୋଉ ପାଞ୍ଚଟା ବିସ୍ତାର ଅଛନ୍ତି, ସେ ଚୈତନ୍ୟ ମହାପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ, ଅଦ୍ୱୈତ ପ୍ରଭୁ, ଗଦାଧର ପ୍ରଭୁ और श्रीवास ଠାକୁର ପ୍ରଭୁ, ଏ ଯୋଉ ପାଞ୍ଚ ଜଣ ଅଛନ୍ତି, ତାଙ୍କ ନାମ ଉଚ୍ଚାରଣ କଲେ, ହରିନାମ ନେବା ପୂର୍ବରୁ, କି ଯେତେ କୌଣସି ଅପରାଧ ତ୍ରୁଟି ଥାଏ ଏମାନେ କ୍ଷମା କରନ୍ତି, ଆଉ ଆମ ହରିନାମକୁ ଶୁଦ୍ଧ କରି ଭଗବାନଙ୍କୁ ଅର୍ପିତ କରନ୍ତି। ହୁଁ? ତେଣୁ ଇଏ ହେଲା ପ୍ରଣାମ ବିଷୟରେ। ତେଣୁ ପ୍ରଣାମ ଭକ୍ତିର ଗୋଟେ ପ୍ରମୁଖ ଅଙ୍ଗ। ଭଗବାନ ଗୀତାରେ ବି କହୁଛନ୍ତି, ମନ୍ମନା ଭବ ମଦ୍ଭକ୍ତ ମଜ୍ଜା ଜିମାଂ ନମସ୍କୁରୁ। ତ ଭଗବାନ କଣ କହୁଛନ୍ତି, ତୁ ଭକ୍ତି କରିବୁ ଚାରିଟା ଜିନିଷ କର, ଚାରିଟା ଜିନିଷରେ ତୋର ଭକ୍ତି ପୂର୍ଣ୍ଣ ହେଇଯିବ। ମନ୍ମନା ଭବ, ମନକୁ ମୋ ପ୍ରତି ଲଗାଅ, ମୋ ପ୍ରତି ମନ ରଖି ତୁ ସେବା କର, ମନ୍ମନା। ମଦ ଭକ୍ତ, ମୋର ଭକ୍ତ ହୁଅ। ମଜ୍ଜାଜି, मेरी आराधना करो। मांग नमस्कुरु, मते प्रणाम करो। ତେଣୁ ପ୍ରଣାମରେ सबसे महत्वपूर्ण आचार्य किए ନା ରଘୁନାଥ ଦାସ ଗୋସ୍ୱାମୀ। ରଘୁନାଥ ଦାସ ଗୋସ୍ୱାମୀ ଯେତେବେଳେ ବ୍ରଜମଣ୍ଡ ଭୂମି ରହୁଥିଲେ, ରାଧାକୁଣ୍ଡ ରହୁଥିଲେ, ସିଏ ବ୍ରଜବାସୀ ମାନଙ୍କୁ, ଭକ୍ତ ମାନଙ୍କୁ 2000 ପ୍ରଣାମ ପ୍ରତିଦିନ କରୁଥିଲେ, ଆଉ ଭଗବାନଙ୍କର ଅର୍ଚ୍ଚା ବିଗ୍ରହକୁ 1000 ପ୍ରଣାମ କରୁଥିଲେ। ତେଣୁ ସିଏ ଜଣେ ଆଦର୍ଶ ସ୍ଥାପିତ କରିଛନ୍ତି ପ୍ରଣାମ କରିବାରେ। ଆମେ ହୁଏତ ଏତେ କରିପାରିବା ନାହିଁ, କିନ୍ତୁ ଯେତେ ସମ୍ଭବ ଶରୀର ସ୍ଥିତି ଅନୁସାରେ, ସମୟ କାଳ ପରିସ୍ଥିତି ଅନୁସାରେ ଆମେ ବୈଷ୍ଣବ ମାନଙ୍କୁ ପ୍ରଣାମ କରିବା। ହୁଁ? ତେଣୁ ପ୍ରଣାମ କଲେ କଣ ହବ ନା, ସମ୍ମାନ ଭାବନା ଆସିବ। ଯେ ଭକ୍ତିନାଥ ଠାକୁର କହୁଛନ୍ତି, ସକଲେ ସମ୍ମାନ କରିତେ ସକତି ଦେହ ନାଥ ଯଥାଯଥ, ତଥାପି ତବେ ତ ଗାଇବ ହରିନାମ ସୁଖେ ଅପରାଧ ହବେ ଅତ। ତେଣୁ ଯାହାର ଯାହା ପ୍ରତି ଈର୍ଷା ଭାବ ଆସେ, ହୃଦୟରେ କିଛି ଖରାପ ଭାବ ଆସେ, ସେ ତାକୁ ସମ୍ମାନ କରି ତାଠୁ ଦୂରେଇ ଯାଏ। ଆମେ ସମସ୍ତ ସବୁବେଳେ ଚେଷ୍ଟା କରିବା କେମିତି ବୈଷ୍ଣବଙ୍କ ଭିତରେ ରହିବା। ଆଉ ବୈଷ୍ଣବ ଭିତରେ ରହି ଆମକୁ ଭଲ ଲାଗୁଛି, ଘୁଟନ ନା ହଉ। ଯଦି ଘୋଟନ ଲାଗୁଛି, ତାହେଲେ ଆମେ ବେଶୀ ସମୟ ରହିପାରିବାନି। ଆମକୁ ଭଲ ଲାଗିବା ଦରକାର କି ଆମର ଏଇ ପରିବାର, ଇଏ ମୋର ବଡ ଭାଇ, ଇଏ ଆମ ପରିବାର ସଦସ୍ୟ, ପ୍ରଭୁପାଦଙ୍କ ସଦସ୍ୟ, କୃଷ୍ଣ ଭକ୍ତ। ତେଣୁ ଏଇ ଭାବନାରେ ଆମେ ମିଳିମିଶି ରହିବା। ତେଣୁ ପ୍ରଭୁପାଦଙ୍କର ଗୋଟେ ସୁନ୍ଦର କୋଟ ଅଛି। ପ୍ରଭୁପାଦ କହନ୍ତି, ମୋର ଯିବା ପରେ ତମମାନଙ୍କର ପ୍ରେମ ମତେ ଦେଖେଇବ କିଭଳିଆ, ନା ତମେ କେମିତି ମିଳିମିଶି ରହୁଛ ମୋ ଯିବା ପରେ। Your love towards me will be shown after my departure, how you all are cooperating each other। ତ ପ୍ରଭୁପାଦ ସୁନ୍ଦର ଭାବରେ ଉପମା ଦଉଛନ୍ତି। ତେଣୁ ଆମର ଚେଷ୍ଟା ରହିବ କି ଆମେ କେମିତି ସବୁ ମିଳିମିଶି ରହିବା, ନିଜ ଭିତରେ ଭଲ ସମ୍ପର୍କ ରଖିବା। ଆଉ ଏ ସମ୍ପର୍କ ଭୌତିକ ନୁହେଁ, ଏ ସମ୍ପର୍କ ଆଧ୍ୟାତ୍ମିକ। କୃଷ୍ଣ ଭକ୍ତି, କୃଷ୍ଣ ସେବା ମାଧ୍ୟମରେ ହବା ଉଚିତ। ତେଣୁ ସମ୍ପର୍କ ମଧୁର କେମିତି ହବ? ପରସ୍ପରକୁ ସେବା କରିବା, ପରସ୍ପର ସହିତ ମିଶିବା, କୃଷ୍ଣ କଥା ଚର୍ଚ୍ଚା କରିବା, କ୍ଲାସ ବି ମିଳିମିଶି ରହିବା, ପ୍ରସାଦ ସାଙ୍ଗ ହେଇ ପାଇବା, ଜପ ସମୟରେ ସାଙ୍ଗ ହେଇ ରହିବା, କାହାର କିଛି ସ୍ୱାସ୍ଥ୍ୟ ଅବନତି ହେଲେ ତାଙ୍କର ସେବା କରିବା। ତେଣୁ ମଧୁର ସମ୍ମାନ ବୈଷ୍ଣବଙ୍କ ଭିତରେ ହବ। ହୁଁ? ହୁଁ? ତେଣୁ ଆମେ ଅନେକ ଆଚାର୍ଯ୍ୟଙ୍କ ଦ୍ଵାରା ଅନୁପ୍ରାଣିତ ହେଇପାରିବା। ଆଉ ଏ ଯୋଉ ବିଧିବିଧାନ ଶାସ୍ତ୍ର କହୁଛି, ତାକୁ ବି ଆମେ ପାଳନ କରି ବୈଷ୍ଣବ ସଦାଚାର ପାଳନ କରିପାରିବା। ତେଣୁ ଆପରେ ମନ୍ଦିର ହଉଛି ଅର୍ଚ୍ଚା ବିଗ୍ରହଙ୍କୁ ଧ୍ୟାନ କେମିତି କରିବା। ମନ୍ଦିରରେ ଅର୍ଚ୍ଚା ବିଗ୍ରହ ନିଜର ଭକ୍ତଙ୍କୁ ଦର୍ଶନ ନେବା ପାଇଁ ଉପବେଶନ କରିଛନ୍ତି। ସେ ଆମର ସମ୍ପ୍ରଦାୟର ଇଷ୍ଟଦେବ ଅଟନ୍ତି। ଏଥିପାଇଁ ଆମେ ସର୍ବପ୍ରଥମେ ଅତ୍ୟନ୍ତ ଆଦର ପୂର୍ବକ ତାଙ୍କୁ ଦର୍ଶନ କରିବା ଉଚିତ। ତେଣୁ ଇଏ ଭକ୍ତିର ଗୋଟେ ମୁଖ୍ୟ ଅଙ୍ଗ, ଯେ ଭଗବାନଙ୍କର ଅର୍ଚ୍ଚା ବିଗ୍ରହର ବିଗ୍ରହର ଦର୍ଶନ କରିବା। ଭକ୍ତିରେ 64 ଅଙ୍ଗ ଅଛି, 64ରୁ 5ଟା ଅଙ୍ଗ ପ୍ରମୁଖ। ଶିଲ ରୂପ ଗୋସ୍ୱାମୀ ପାଦ ଭକ୍ତି ରସାମୃତ ସିନ୍ଧୁରେ ଭକ୍ତିର 64 ଅଙ୍ଗ ବିଷୟରେ କହିଛନ୍ତି। 64 ଅଙ୍ଗ ଭିତରୁ 5ଟା ଅଙ୍ଗ ମୁଖ୍ୟ। 5ଟା ଅଙ୍ଗ କଣ ନା, ଭକ୍ତ ସଙ୍ଗ, ତାପରେ ନାମ ସେବା, ତାପରେ ଭାଗବତ ସେବା, ଭାଗବତ ଶ୍ରବଣ, ଅର୍ଚ୍ଚା ବିଗ୍ରହର ପ୍ରୀତିପୂର୍ବକ ସେବା, ଆଉ ଧାମ ବାସ। ଇଏ ହଉଛି ପଞ୍ଚାଙ୍ଗ ଭକ୍ତି। 64 ଭକ୍ତି ଭିତରୁ ପାଞ୍ଚାଙ୍ଗ ଭକ୍ତି ବହୁତ ମହତ୍ୱପୂର୍ଣ୍ଣ। ତ ପଞ୍ଚାଙ୍ଗ ଭକ୍ତି ଅନ୍ତର୍ଗତ କଣ କଣ ଆସୁଛି? ତ ପ୍ରଥମ କଣ ହେଲା? ପ୍ରଥମ ହେଲା ସାଧୁ ସଙ୍ଗ, ଦ୍ୱିତୀୟ ହେଲା ଭାଗବତ ଶ୍ରବଣ, ତୃତୀୟ କଣ ହେଲା? ତୃତୀୟ ହେଲା ନାମ ସେବା, ନାମ ଜପ କରିବା। ଚତୁର୍ଥ ଅର୍ଚ୍ଚା ବିଗ୍ରହର ସେବା। ପଞ୍ଚମ ଧାମ ବାସ। ତେଣୁ ଏ ପଞ୍ଚାଙ୍ଗ ଭକ୍ତି ଶିଲ ଆଚାର୍ଯ୍ୟ ମାନେ ଆମକୁ ଦଉଛନ୍ତି। ତେଣୁ ତାର ଏଇ ପଞ୍ଚାଙ୍ଗ ଭକ୍ତି ଅନ୍ତର୍ଗତ
ये ବର୍ତ୍ତମାନ ଚର୍ଚ୍ଚା ହଉଛି କାହା ବିଷୟରେ ନା ଅର୍ଚ୍ଚା ବିଗ୍ରହର ସେବା ବିଷୟରେ। ଶ୍ରୀ ବିଗ୍ରହର ପ୍ରେମ ପ୍ରୀତି ପୂର୍ବକ ସେବା କରିବା। ତେଣୁ ଅର୍ଚ୍ଚା ବିଗ୍ରହ ସେବା ବହୁତ ହି ମହତ୍ୱପୂର୍ଣ୍ଣ। ଅର୍ଚ୍ଚା ବିଗ୍ରହ କୃପା ପୂର୍ବକ ଆମ ସମ୍ମୁଖରେ ବିଗ୍ରହ ରୂପରେ ପ୍ରକଟ, ଭଗବାନ ସ୍ୱୟଂ କୃପା କରି ଅର୍ଚ୍ଚା ବିଗ୍ରହ ରୂପରେ ଆମ ସମ୍ମୁଖରେ ପ୍ରକଟ ହେଇଛନ୍ତି। ଆମକୁ ତାଙ୍କୁ ସେବା ପୂଜା କରିବାର, ପ୍ରେମ ନିବେଦନ କରିବାର ଅ, ଅ, ଉଁ, ସୁବିଧା ବ୍ୟବସ୍ଥା କରିଛନ୍ତି, ସୁଯୋଗ ପ୍ରଦାନ କରିଛନ୍ତି। ହଁ, ତେଣୁ ଅର୍ଚ୍ଚା ବିଗ୍ରହକୁ ପ୍ରଣାମ କରିବା, ଅର୍ଚ୍ଚା ବିଗ୍ରହ ପ୍ରଣାମ ମନ୍ତ୍ର ଗାନ କରିବା, ନିଜର ଇଷ୍ଟ ଦେବ ଆରାଧ୍ୟ ମାନିକି ତାଙ୍କୁ ସେବା କରିବା। ତେଣୁ ଆଦର ପୂର୍ବକ ତାଙ୍କୁ ଦର୍ଶନ କରିବା ଅର୍ଚ୍ଚା ବିଗ୍ରହକୁ। ଯୋଉ ମନ୍ଦିରରେ ଯୋଉ ଅର୍ଚ୍ଚା ବିଗ୍ରହ ଅଛି ତାଙ୍କର ପ୍ରଣାମ ମନ୍ତ୍ର କରି ତାଙ୍କୁ ଦର୍ଶନ କରିବା। ତେଣୁ ଦର୍ଶନ କରିବାର ବିଧି କେମିତି? ଫଟକିନି ମୁହଁ ଦେଖିବାନି, ଚରଣ କମଳରୁ ଦର୍ଶନ ଉପରୁ ଉପରକୁ କରାଯାଏ। ତ ଭଗବାନଙ୍କର ଦର୍ଶନ କେମିତି ଭକ୍ତ କରେ ନା ଚରଣ କମଳରୁ ଦର୍ଶନ କରେ ଉପର ଆଡକୁ। ମୁଖମଣ୍ଡଳକୁ ପ୍ରଥମେ ଦେଖେ ନା ଚରଣରୁ। ଚରଣରୁ କାହିଁକି ନା ଆମେ ଆଶ୍ରୟ ନେଉ ଭଗବାନଙ୍କର ଚରଣ କମଳରେ। ଭକ୍ତ ଭଗବାନଙ୍କ ଆଶ୍ରୟ ଭଗବାନଙ୍କର ଚରଣ କମଳରେ ନିଏ। ତେଣୁ ଏହି ପ୍ରକାର ଆମେ ଅର୍ଚ୍ଚା ବିଗ୍ରହର ପ୍ରତିଦିନ ଦର୍ଶନ କରିବା। ତେଣୁ ଅର୍ଚ୍ଚା ବିଗ୍ରହ ଦର୍ଶନ କଲେ ବି ଆମେ ବହୁତ ଜଲ୍ଦି ଶୁଦ୍ଧ ହେଇଯିବା। ଆମ ଭିତରେ ଯେତେ କଳମସ ଅଛି, ଅଭଦ୍ର ଅଛି, ଭଗବାନଙ୍କ ଦର୍ଶନ ମାତ୍ରରେ ଆମେ ଶୁଦ୍ଧ ହେଇଯିବା। ତେଣୁ ସଂସାରର ଲୋକମାନେ, ସାଧକ ମାନେ କାମ ରୋଗରେ ପୀଡିତ। ଆଉ କୁହାଯାଏ ଯିଏ ଭଗବାନଙ୍କର ଏଇ ଯୋଉ ଅ, ଆଖି ପତାକୁ ଦର୍ଶନ କରିବ, ଭ୍ରୁଲତାକୁ ଦର୍ଶନ କରିବ, ତାର କାମ ବାସନା ବି ଚାଲିଯାଏ ଭଗବାନଙ୍କ ଦର୍ଶନ ଦ୍ଵାରା। ହଁ, ତେଣୁ ଭଗବାନଙ୍କ ଦର୍ଶନ ଆମେ ପ୍ରେମ ପୂର୍ବକ କରିବା। ଭଗବାନଙ୍କ ଦର୍ଶନରେ ଆଦର୍ଶ କିଏ ଥିଲେ ନା ଚୈତନ୍ୟ ମହାପ୍ରଭୁ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଜଗନ୍ନାଥ ମନ୍ଦିର ଯାଉଥିଲେ, ସେ ଗରୁଡ ସ୍ତମ୍ଭ ପଛରେ ରହିକି ଜଗନ୍ନାଥଙ୍କୁ ଘଣ୍ଟେ ଘଣ୍ଟେ ପର୍ଯ୍ୟନ୍ତ ଦର୍ଶନ କରୁଥିଲେ। ହୁଁ, କି ତାଙ୍କର ଅପଲକ ନୟନରେ, ପଲକ ଝପକୁ ନଥିଲା, ଜଗନ୍ନାଥଙ୍କର ଦର୍ଶନ କରୁଥିଲେ। ଇଚ୍ଛା ହଉଥିଲା ଆଉ ଆଉ ଦର୍ଶନ କରିବି, ଆଉ ଦର୍ଶନ କରିବି। ତ ଦର୍ଶନ ଏହି ପ୍ରକାର କରାଯାଏ। ତ ଅର୍ଚ୍ଚା ଦର୍ଶନ କରିବାର ବିଧି କଣ ନା ଚରଣ କମଳରୁ ଭଗବାନଙ୍କ ମୁଖମଣ୍ଡଳକୁ ଯିବା। ସିଧା ମୁଖମଣ୍ଡଳ ଦର୍ଶନ କରିବାନି, ଧୀରେ ଧୀରେ ଦର୍ଶନ କରି କରି ଚାଲିବା। ହୁଁ, ତେଣୁ ଗୋପୀ ମାନେ ବି ଭଗବାନ କୋଉଠି କି ନା ବଂଶୀବଟ। ବଂଶୀବଟ ନାଁ କାହିଁ ପଡିଲା ନା ଗୋଟେ ଗୋଟେ ବଟ ବୃକ୍ଷ ଅଛି, ଯୋଉ ବଟ ବୃକ୍ଷ ଉପରେ ଭଗବାନ ବଂଶୀ ବଜାଉଥିଲେ, ତ ଜାଗା ନାଁ ହେଲା ବଂଶୀବଟ। ଯେତେବେଳେ ଭଗବାନ ବଂଶୀ ବଜାନ୍ତି ସବୁ ଗୋପୀ ମାନେ ଆସି ଏକତ୍ର ହୋଇଯାଆନ୍ତି। ତେଣୁ ଚୈତନ୍ୟ ଚରିତାମୃତ କୃଷ୍ଣଦାସ କବିରାଜ ଗୋସ୍ୱାମୀ ପାଦ କହୁଛନ୍ତି, ଗୋପୀଗଣ କରେ ଯଦି କୃଷ୍ଣ ଦର୍ଶନ, ନିଜ ସୁଖ ନାହିଁ ସୁଖ ହଏ କୋଟି ଗଣ। ତେଣୁ ଗୋପୀ ମାନେ ଭଗବାନଙ୍କୁ କଣ ପାଇଁ ଦର୍ଶନ କରିବାକୁ ଆସନ୍ତି? ଗୋପୀଗଣ କରେ ଯଦି କୃଷ୍ଣ ଦର୍ଶନ, ଗୋପୀ ମାନେ ଯଦି କୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଛନ୍ତି, ନିଜ ସୁଖ ବାଞ୍ଛା ନାହିଁ, ନିଜର କିଛି ସୁଖ ନାହିଁ, ନିଜର କିଛି ଲାଳସା ନାହିଁ, କିଛି ଇଚ୍ଛା ନାହିଁ କି ମତେ ଦେଖିଲେ ଭଗବାନ ବଡ ଖୁସି ହେବେ, ସେଥିପାଇଁ ଭକ୍ତ ଭଗବାନଙ୍କୁ ଦେଖିବାକୁ ଆସେ। ଦର୍ଶନ, ଭଗବାନ ପ୍ରସନ୍ନ ହୁଅନ୍ତି ଯେତେବେଳେ ଭକ୍ତ ତାଙ୍କ ସମ୍ମୁଖରେ ଥାଏ। ଗୋପୀଗଣ କରେ ଯଦି କୃଷ୍ଣ ଦର୍ଶନ, ନିଜ ସୁଖ ନାହିଁ ସୁଖ ହଏ କୋଟି ଗଣ। ଗୋପୀମାନେ ଯେତେବେଳେ ଭଗବାନଙ୍କୁ ଦେଖିବାକୁ ଆସନ୍ତି, ଭଗବାନଙ୍କ ଆନନ୍ଦ ଆହୁରି ବଢି ବଢି ଚାଲେ। ଭଗବାନଙ୍କ ଆନନ୍ଦ ବଢିଲେ ଗୋପୀ ମାନଙ୍କର ଆନନ୍ଦ ବି ବଢି ବଢି ଚାଲେ। ତେଣୁ ଭକ୍ତି ସିଦ୍ଧାନ୍ତ ମହାରାଜ କହନ୍ତି, ତମେ ଭଗବାନଙ୍କୁ ଦେଖିବାକୁ ଚେଷ୍ଟା କର ନା, ଡୋଣ୍ଟ ଟ୍ରାଏ ଟୁ ସି ଗଡ। ଭଗବାନଙ୍କର ସେବା ଏତେ ଉତ୍ତମ ତରିକାରେ କର କି ଭଗବାନ ସ୍ୱୟଂ ଦେଖିବାକୁ ଆସିବେ, କିଏ ସୁନ୍ଦର ଭକ୍ତ ମୋର ଏତେ ସେବା କରୁଛି। ଭକ୍ତିସିଦ୍ଧାନ୍ତ ମହାରାଜ କୋଟ ଅଛି କି ଡୋଣ୍ଟ ଟ୍ରାଏ ଟୁ ସି ଗଡ। ଇଏ ଯୋଉ ଭକ୍ତିସିଦ୍ଧାନ୍ତ ମହାରାଜ କୋଟ କହିଲେ, କୋଉଠି କହିଲେ ନା ଥରେ ଭକ୍ତିସିଦ୍ଧାନ୍ତ ମହାରାଜ 1932 ମସିହାରେ ଅନେକ ନବଦ୍ୱୀପ ବାସୀଙ୍କୁ ବ୍ରଜମଣ୍ଡଳ ପରିକ୍ରମା କରିବା ପାଇଁ ନେଇଯାଇଥିଲେ। ଆଉ ସେ ମାନେ ଶେଷ ସାଇ ମନ୍ଦିର ଅଛି, ସେ ଶେଷ ସାଇ ମନ୍ଦିର ସବୁ ଦର୍ଶନ କରିବାକୁ ବାହାରିଲେ। ତେଣୁ ସମସ୍ତେ ଉଠି, ଭକ୍ତିସିଦ୍ଧାନ୍ତ ମହାରାଜ ପ୍ରବଚନ ଦଉଛନ୍ତି, ସବୁ ଉଠି ଦର୍ଶନ କରିବାକୁ ବାହାରିଗଲେ। ତେଣୁ ଭକ୍ତିସିଦ୍ଧାନ୍ତ ମହାରାଜ କହିଲେ, ଏସବୁ ଚର୍ମ ଚକ୍ଷୁରେ ଭଗବାନଙ୍କୁ କଣ ଦେଖିବେ? ଭଗବାନଙ୍କୁ ଦେଖିବା ପାଇଁ ତ ଦିବ୍ୟ ଦୃଷ୍ଟି ଦରକାର, ଶାସ୍ତ୍ର ଦୃଷ୍ଟି ଦରକାର, ପ୍ରେମ ଦୃଷ୍ଟି ଦରକାର। ଏମାନେ ଏ ଚର୍ମ ଚକ୍ଷୁରେ ଭଗବାନଙ୍କର କଣ ଦର୍ଶନ କରିବେ? ସେଇ ପରିସ୍ଥିତିରେ ଭକ୍ତିସିଦ୍ଧାନ୍ତ ମହାରାଜ ଉପଦେଶ କହିଲେ କି କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କର ନା, କୃଷ୍ଣଙ୍କର ଭଲ ଭାବରେ ସେବା କର। ଭଲ ଭାବରେ ସେବା କଲେ କୃଷ୍ଣ ସ୍ୱୟଂ ଦେଖିବାକୁ ଆସିବେ, କିଏ ସେ ମୋର ଭକ୍ତ ଏତେ ସୁନ୍ଦର ସେବା କରୁଛି। ତେଣୁ ଆମେ ଆମେ ତ ଭଗବାନଙ୍କୁ ଦେଖିବା କଣ, ଭଗବାନ ସ୍ୱୟଂ ଆମକୁ ଦେଖନ୍ତି actually। ତେଣୁ ଆମେ କୋଉ ଭାବ ନେଇକି ଯିବା ଭଗବାନଙ୍କ ପାଖକୁ ନା, ଭଗବାନ ଆମକୁ ଦର୍ଶନ କଲେ ଭଗବାନ ବଡ ପ୍ରସନ୍ନ ହେବେ, ଏଇ ଭାବରେ ଯାଇ ଭଗବାନଙ୍କୁ ଦର୍ଶନ କରିବାର ଅଛି। ଭଗବାନ ଆମକୁ ଦେଖିଲେ ଭଗବାନଙ୍କର ଆନନ୍ଦ ବଢି ଚାଲିବ।
ସେଥିପାଇଁ ମୁଁ ଭଗବାନଙ୍କୁ ଦର୍ଶନ କରିବାକୁ ଯାଉଛି। ହୁଁ? ତେଣୁ ଭକ୍ତମାନଙ୍କୁ ଅର୍ଚ୍ଚା ବିଗ୍ରହର ଦର୍ଶନ କରିବା ବହୁତ ଭକ୍ତିର ମହତ୍ୱପୂର୍ଣ୍ଣ ଅଙ୍ଗ। ଦର୍ଶନ କରିବା। ହୁଁ? ତେଣୁ ଯେତେବେଳେ ଭଗବାନଙ୍କୁ ଦର୍ଶନ କରିବାକୁ ଯିବା, ତାଙ୍କୁ ପ୍ରଣାମ କରିବା, ତାଙ୍କର ପ୍ରଣାମ ମନ୍ତ୍ର ପାଠ କରିବା। ହଁ? ଆଉ ଏଇ ଯୋଉ ପୂର୍ବବର୍ତ୍ତୀ ଆଚାର୍ଯ୍ୟ ମାନେ ଯେପରି ଶିକ୍ଷା ଦେଇଛନ୍ତି, ସେଇ ଅନୁସାରେ ଆମେ ଦର୍ଶନ କରିବା। ତେଣୁ ଗୋପୀଗଣ ଭଗବାନଙ୍କୁ ଯେତେବେଳେ ଦର୍ଶନ କରନ୍ତି, ସେ ଦର୍ଶନ ଦ୍ୱାରା ସେମାନେ ଆହୁରି ଆନନ୍ଦିତ ହୁଅନ୍ତି, ଆହୁରି ଆନନ୍ଦ ଲାଭ କରନ୍ତି କି ଭଗବାନ ଦର୍ଶନ ଦ୍ୱାରା। ହୁଁ? ତେଣୁ ଦର୍ଶନ କରିବା ନିମିତ୍ତ କିଛି ନିୟମାବଳୀ। ଭଗବାନଙ୍କ ସମୟରେ ସମକ୍ଷରେ ଏପରି ଦର୍ଶନ କରିବା ଉଚିତ ଯଦ୍ୱାରା ସମ୍ମୁଖରେ ବସିଥିବା ଭକ୍ତ ମାନଙ୍କର ଭଗବାନଙ୍କ ଦର୍ଶନରେ କିଛି ବାଧା ଉପୁଜିବ ନାହିଁ। ତେଣୁ ଆମେ ଯଦି ଦର୍ଶନ କରୁଛେ, ଆମେ ପଛପଟେ ଯୋଉ ଲୋକମାନେ ଅଛି ତାଙ୍କୁ କଭର କରି ଦର୍ଶନ କରିବାନି, ସମସ୍ତେ ଯେମିତି ଦର୍ଶନ କରିପାରିବେ ସେଇଭଳିଆ ଦର୍ଶନ କରିବା। ଆପଣ ମାନଙ୍କ ଭିତରେ ଯିଏ ଯାଇଥିବେ ଗମ୍ଭୀରା ମଠ, ଯେ ରାଧାକାନ୍ତ ମଠ ଅଛି, ଶ୍ରୀ ଶ୍ରୀ ରାଧାକାନ୍ତ ବିଗ୍ରହ ଅଛି, ସେ ମନ୍ଦିରରେ ଆଉ ଅନେକ ଦକ୍ଷିଣ ଭାରତ ମନ୍ଦିରରେ ବି କେମିତି ଦର୍ଶନ କରନ୍ତି ଦେଖିଛନ୍ତି ଆପଣ ମାନେ? କି ଦି ଲାଇନ ଲଗେଇଦେବେ, ଭଗବାନଙ୍କ ଗୋଟା ପାର୍ଶ୍ୱରେ ମାତା ମାନେ, ଗୋଟେ ପାର୍ଶ୍ୱରେ ପ୍ରଭୁ ମାନେ ଦର୍ଶନ କରନ୍ତି। କି ପଛରେ ଯୋଉ ରହିଥିବେ ଯୋଉମାନେ ଯେମିତି ଗରୁଡ ଯିଏ ଅଛନ୍ତି, କିଏ ତାଙ୍କୁ ବାଧା ନ ଉତ୍ପନ୍ନ ହଉ ସେଇଭଳିଆ ସାଇଡ ହେଇକି ଦର୍ଶନ କରନ୍ତି। ତେଣୁ ଆମ ମନ୍ଦିରରେ ସେଇଭଳିଆ ନିୟମ ନାହିଁ, କିନ୍ତୁ ଅନେକ ମନ୍ଦିର ଅଛି ଏଇଭଳିଆ। କିନ୍ତୁ ମୁଡ କଣ ହବା ଦରକାର, ଆଟିଚ୍ୟୁଡ କଣ, ସେବା ଭାବନା କଣ ହବା ଦରକାର ନା, ଆମେ ଯେତେବେଳେ ଦର୍ଶନ କରୁଛେ ଆମେ ଆଉ କାହାର ଦର୍ଶନରେ ବାଧା ଉତ୍ପନ୍ନ କରୁନାହିଁ। ହୁଁ? ତେଣୁ ଆମେ ପ୍ରୟାସ କରି ଆମେ ଦର୍ଶନ କରୁଛେ, ଆମ ଦର୍ଶନ ସମୟରେ ଅନ୍ୟ କୋଉମାନେ ଦର୍ଶନରେ ବାଧା ଉତ୍ପନ୍ନ ନ ହଉ, ତାକୁ ଧ୍ୟାନ ରଖିବା। ବିଗ୍ରହଙ୍କୁ ଦଣ୍ଡବତ କରିବା ସମୟରେ ତାଙ୍କର ମୁଖ କମଳକୁ ପ୍ରଥମେ ଦର୍ଶନ କରିବା ଉଚିତ ନୁହେଁ। ଭଗବାନଙ୍କୁ କିପରି ଦର୍ଶନ କରାଯିବ ତାହାର ପ୍ରାମାଣିକ ବିଧିର ବର୍ଣ୍ଣନା ଶ୍ରୀମଦ ଭାଗବତମର ଦ୍ୱିତୀୟ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟର 13 ନମ୍ବର ଶ୍ଲୋକରେ ବର୍ଣ୍ଣିତ ହେଉଛି। ତ ଭଗବାନଙ୍କର ଅର୍ଚ୍ଚା ବିଗ୍ରହ କେମିତି ଦର୍ଶନ କରିବା ମୁଁ ବର୍ତ୍ତମାନ ଯୋଉ ବର୍ଣ୍ଣନ କଲି, ଦର୍ଶନ କରିବାର ବିଧି ଶ୍ରୀମଦ ଭାଗବତମ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 13 ନମ୍ବର ଶ୍ଲୋକରେ ବର୍ଣ୍ଣନା ଅଛି। ଅର୍ଚ୍ଚା ବିଗ୍ରହଙ୍କୁ ଧ୍ୟାନ କରିବାର ପ୍ରକ୍ରିୟା ଭଗବାନଙ୍କର ଚରଣ କମଳରୁ ଆରମ୍ଭ ହେବା ଉଚିତ। କ୍ରମଶଃ ତା ଧୀରେ ଧୀରେ ସୁହାସ୍ୟ ମୁଖମଣ୍ଡଳ ପର୍ଯ୍ୟନ୍ତ ଯିବା ଉଚିତ। ଚରଣ କମଳରୁ ଜାନୁ, ଉଦର, ବକ୍ଷ ଏହିପରି ଦୃଷ୍ଟି କେନ୍ଦ୍ରିତ କରି ଭଗବାନଙ୍କର ମୁଖ ପଦ୍ମକୁ ଆସିବା ଉଚିତ। ଭଗବାନଙ୍କର ଅଙ୍ଗର ବିଭିନ୍ନ ଭାଗ ଉପରେ ମନ ଯେତେ ଅଧିକ ସ୍ଥିର ହେବ, ସେତେ ଅଧିକ ଆମର ମନ ଓ ବୁଦ୍ଧି ଶୁଦ୍ଧିକରଣ ହେବ। ତେଣୁ ଆମେ ଯେତେ ଭଗବାନଙ୍କୁ ସ୍ମରଣ କରିବା, ଭଗବାନଙ୍କ ରୂପ ଦର୍ଶନ କରିବା, ଚରଣ କମଳରୁ ଧୀରେ ଧୀରେ ଉପରକୁ ଯିବା, ଆମେ ସେତେ ମାତ୍ରାରେ ଶୁଦ୍ଧ ହବା, ଶୁଦ୍ଧିକରଣ ହବା। ଆମର ମନ ବି ଶୁଦ୍ଧ ରହିବ, ଆଉ ଭଗବାନଙ୍କ ଦର୍ଶନ ଆନନ୍ଦିତ ବି ଅନୁଭବ କରିବା। ଶିଲ ପ୍ରଭୁପାଦ ଏହାର ତାତ୍ପର୍ଯ୍ୟ ଦେଇ କହିଛନ୍ତି କି ଏହି ପ୍ରକାର ବିଗ୍ରହଙ୍କୁ ମନନ ଓ ଧ୍ୟାନ କରିବା ନିଜର ଇନ୍ଦ୍ରିୟ ତୃପ୍ତିକୁ ଅନାସକ୍ତ କରିବାରେ ସାହାଯ୍ୟ କରିଥାଏ। ତେଣୁ ବ୍ୟକ୍ତି କେବେ ଖାଲି ରହିବନି, କଣ ନା କଣ ଧ୍ୟାନ କରୁଛି। ଯଦି ଭଗବାନଙ୍କର ଅର୍ଚ୍ଚା ବିଗ୍ରହକୁ ସେ ଧ୍ୟାନ କରୁଛି, ସେ ଇନ୍ଦ୍ରିୟ ତୃପ୍ତିଠୁ ଦୂର ହେଇଯିବ। ତେଣୁ ଆମେ ସମସ୍ତେ ଇନ୍ଦ୍ରିୟ ତୃପ୍ତି ବେମାରୀରେ ପୀଡିତ। ଯେତେ ଆମେ ଭଗବାନଙ୍କର ଅର୍ଚ୍ଚା ବିଗ୍ରହ ଦର୍ଶନ କରି ତାକୁ ମନନ କରିବା, ଆମ ଭିତରେ ଇନ୍ଦ୍ରିୟ ତୃପ୍ତିର ବାସନା ଧୀରେ ଧୀରେ କମିଯିବ। ଶିଲ ପ୍ରଭୁପାଦ ଏହାର ତାତ୍ପର୍ଯ୍ୟ ଦେଇ କହିଛନ୍ତି, ଏହି ପ୍ରକାର ବିଗ୍ରହ ମନନ ଧ୍ୟାନ କରିବା ନିଜ ଇନ୍ଦ୍ରିୟ ତୃପ୍ତି ଅନାସକ୍ତ କରିବାରେ ସାହାଯ୍ୟ କରିଥାଏ। ଦର୍ଶନର ଆରମ୍ଭ ନିଜ ବାମ ପାର୍ଶ୍ୱରେ ସ୍ଥିତ ବିଗ୍ରହଙ୍କୁ କରିବା ଉଚିତ, ତଦପରେ ଦକ୍ଷିଣ ଅନ୍ୟ ବିଗ୍ରହଙ୍କୁ ଦର୍ଶନ କରିବା ଉଚିତ। ଉଦାହରଣ ସ୍ୱରୂପ, ଯଦି ଆପଣ ଶ୍ରୀକୃଷ୍ଣ ବଳରାମ ମନ୍ଦିର ଅଛନ୍ତି, ଯେମିତି ବୃନ୍ଦାବନରେ କୃଷ୍ଣ ବଳରାମ ମନ୍ଦିର ଅଛନ୍ତି, କୃଷ୍ଣ ବଳରାମ ମନ୍ଦିରରେ ସବୁଠୁ ବାମ ପାର୍ଶ୍ୱରେ କିଏ ଅଛନ୍ତି? ଗୌର ନିତାଇ। ଆପଣ ସବୁ ବୃନ୍ଦାବନ ଯାଇଛନ୍ତି ନା? ବୃନ୍ଦାବନ ମନ୍ଦିରରେ ପ୍ରଥମେ କୋଉ ବିଗ୍ରହ ଅଛନ୍ତି ବାମ ପଟରେ? ଗୌର ନିତାଇ। ମଝିରେ କିଏ ଅଛନ୍ତି? କୃଷ୍ଣ ବଳରାମ। ଡାହାଣ ପଟରେ କିଏ ଅଛନ୍ତି? ରାଧା ଶ୍ୟାମ ସୁନ୍ଦର। ତେଣୁ ଆମେ ଦର୍ଶନ କରିବାର ବିଧି କେମିତି ନା, ବାଁରୁ ଡାହାଣ ଆଡକୁ ଯିବା ଦର୍ଶନ କରିବା ପାଇଁ। ତାପରେ ଆସିଲା ମନ୍ଦିରରେ ବସିବାର ବିଧି। ମନ୍ଦିରରେ ବସିବାର ଅନେକ ନିୟମ ଅଛି। ମନ୍ଦିର ବସିବା ସମୟରେ ଅର୍ଚ୍ଚା ବିଗ୍ରହଙ୍କ ସମ୍ମୁଖରେ ନିଜର ପାଦ ତାଙ୍କ ଆଡକୁ ନିର୍ଦ୍ଦେଶ କରିବା ଉଚିତ। ବେଳେ ଲୋକମାନେ ଆସନ୍ତି ମନ୍ଦିରରେ, ପୁରା ପାଦକୁ ଖୋଲିକିନି ବସିଯାଆନ୍ତି, ଠାକୁର ଆଣଙ୍କୁ ପାଦ ରଖିକିନି।
ये ସଦାଚାରରେ ହଁ ନୁହେଁ। ये असदाचरण actually। कि भगवान को चरण देखिया କଥା ନୁହେଁ, ଛୁପେଇକି ରଖିବା କଥା। या सुखासन या पद्मासन बसिया କଥା। ଆମର ପାଦ ଢକିକି ରହିବା କଥା, କପଡାରେ ଧୋତିରେ ଢକି ରହିବା ଦରକାର, ଖୋଲା ରହିବା କଥା ନୁହେଁ। ଭଗବାନଙ୍କ ଚରଣ କମଳ ଲୋକ ଦେଖନ୍ତୁ, ଆମ ଚରଣ କମଳ ନୁହେଁ। ବେଳେ ଆମେ ମାନେ ଚରଣ କମଳ ଖୋଲିକି ରଖିଥାଉ, ନା ଠିକ ନୁହେଁ। ବୁଝିକି ରଖିବା, କପଡା ଢକିକି ରଖିବା, ଧୋତି ଧୋକି ଢକିକି ରଖିବା। ଆଉ ଭଗବାନଙ୍କୁ ଗୋଡ ବିସ୍ତାର କରି ବସିବା କଥା ନୁହେଁ। ହଁ, ଗୁରୁ ମହାରାଜ ଏବଂ ତୁଳସୀ ଦେବୀଙ୍କ ସମ୍ମୁଖରେ ମଧ୍ୟ ପାଦକୁ ଆବୃତ କରିବା ଉଚିତ। ତେଣୁ ଯେତେବେଳେ ବସିବା କେମିତି ବସିବା, ନା ପାଦ ତଳିବା ଦେଖାଯିବା ଉଚିତ ନୁହେଁ, ଧୋତିରେ ଢକି ରହିବା ଦରକାର। ଏଭଳି ପ୍ରୟାସ କରିବା ଉଚିତ। ଇଏ ସଦାଚାର ପାଳନ। ହୁଁ। ଯଦି ସମ୍ଭବ ହୁଏ ତେବେ ଶ୍ରୀ ବିଗ୍ରହ ବ୍ୟାସାସନ ଶିଲ ପ୍ରଭୁପାଦ ଶ୍ରୀମତୀ ତୁଳସୀ ଦେବୀଙ୍କ ଆଡକୁ ପଛ କରି ବସି ଉଚିତ ନୁହେଁ। ତେବେ ଆମେ ଯେତେବେଳେ ବସୁଛେ ମନ୍ଦିରରେ ବସିବାକୁ ପଡିବ, କୀର୍ତ୍ତନ କରିବା, କିଛି ସେବା କରିବା। କେତେବେଳେ ମନ ହେଲା ବସିକିନି ଠାକୁରଙ୍କର ଦର୍ଶନ କରିବା। ତେଣୁ ସେତେବେଳେ କେତେବେଳେ ଭଗବାନଙ୍କୁ ପଛ କରିବାନି। ସେ ସମ୍ଭବ ମନ୍ଦିର ଅଗର ସମ୍ଭବ ମନ୍ଦିରର ଓରିଏଣ୍ଟେସନ କେବେ ବି ପଛ କରି ବସିବା ଉଚିତ ନୁହେଁ। କେବେ ଗୋଡ ପାଦକୁ ଆଗକୁ ବଢେଇକିନି ଖୋଲା ରଖି ବସିବା ଉଚିତ ନୁହେଁ। ପଛ କରି ବସିବା ବି ଉଚିତ ନୁହେଁ। ବିଗ୍ରହ ସମ୍ମୁଖରେ କଉଣି ଭରା ଦେଇ କିମ୍ବା ପାଦ ବା ଗୋଇଠିକୁ ଧରି ବସିବା ବି ଉଚିତ ନୁହେଁ। ଆମର ଯୋଉ ହାତ କେବେ ବି ପାଦ ମାନେ ଅଣ୍ଟା ତଳକୁ ଆସିବା କଥା ନାହିଁ, ଲାଗିବା କଥା ନାହିଁ, ଅଶୁଦ୍ଧ ହେଇଯାଏ। ବେଳେ ଲୋକ କଣ କରନ୍ତି, ସେବା କରୁଥିବେ ଆଙ୍ଗୁଳିକି ନାକରେ ଘଷିଥିବେ, ଏମିତି ଘଷୁଥିବେ ନାକରେ। ବେଳେ ବେଳେ କାନରେ ହାତ ପୁରଉଥିବେ, ବେଳେ କୁଣ୍ଡେଇ ହେଲା ତଳକୁ ହାତ ନେଇଗଲେ। ଇଏ ସବୁ ଭଲ ନୁହେଁ ଆକ୍ଚୁଆଲି, ଏଥିରେ ଅଶୁଦ୍ଧ ହେଇଯାଏ। ଆମର ସବୁ ଦିଲ୍ଲୀ ପଟେ ଗୋଟେ ଫୁସଫୁସ ରଖିଥାନ୍ତି ପାଣି ସ୍ପ୍ରେ ଟାଇପର। ଅଚାନକ କେତେବେଳେ କଣ ପକେଟରେ ପାଣି ସ୍ପ୍ରେ ଥାଏ। କିଛି ଅଶୁଦ୍ଧ ହେଲେ ତୁରନ୍ତ ପାଣି ସ୍ପ୍ରେ କରି ଶୁଦ୍ଧ କଲେ ଆକ୍ଚୁଆଲି। ତେଣୁ ଶୁଦ୍ଧ ହାତ ଶୁଦ୍ଧ ରଖିବା ଦରକାର, ଶରୀରକୁ ଶୁଦ୍ଧ। ଏଇ ଭଗବାନଙ୍କର ମନ୍ଦିର, ଏ ଶରୀର କେମିତି ନା ମନ୍ଦିର ସମାନ, ଭଗବାନ ପରମାତ୍ମା ରୂପରେ ବାସ କରୁଛନ୍ତି। ତେଣୁ ଶରୀରର ସଦାଚାର ଅନୁସାରେ ସୁସ୍ଥ ରଖିବା, ସାବଧାନ ରଖିବା, ଲାଳନ ପାଳନ କରିବା ବହୁତ ଆବଶ୍ୟକ ଅଛି। ଅର୍ଚ୍ଚା ବିଗ୍ରହ ସମ୍ମୁଖରେ ଶୋଇବା ବି ଉଚିତ ନୁହେଁ। କେବେ ଶୋଇବାନି। କେବଳ ମନ୍ଦିରରେ ଯଦି କୌଣସି ପରିସ୍ଥିତି ଏମିତି ଥାଏ କି ରହିବାକୁ ଜାଗା ନାହିଁ, ଗୋଟିଏ ହଲ ରହିବାକୁ ଅଛି, ତେଣୁ ମନ୍ଦିର ପ୍ରଶାସନ ସେ ଅନୁସାରେ ବ୍ୟବସ୍ଥା କରିଥାଏ। ହଁ। ତାପରେ ଅର୍ଚ୍ଚା ବିଗ୍ରହ ବିଷୟରେ ଆଉ କିଛି ନିୟମ ଅଛି କି ଅର୍ଚ୍ଚା ବିଗ୍ରହ ସମ୍ମୁଖରେ ଉଚ୍ଚ ସ୍ୱରରେ କଥା କହିବା ଉଚିତ ନୁହେଁ। ଝଗଡା କରିବା ଉଚିତ ନୁହେଁ। କାହାକୁ ନିନ୍ଦା ଅବହେଳନା କରିବା, କ୍ରୋଧିତ ହେବା ଉଚିତ ନୁହେଁ। ତ ବେଳେ ଲୋକମାନେ ଆସି ମନ୍ଦିର ଭିତରେ ଜୋର ଜୋର ଚିଲଉଥାନ୍ତି। ଇଏ ଭଗବାନଙ୍କୁ ଅପ୍ରସନ୍ନ କରେ, ସଦାଚାର ବିହୀନ କାର୍ଯ୍ୟ ଆକ୍ଚୁଆଲି। ତେଣୁ ମନ୍ଦିରରେ ରହିଲେ ଉଚ୍ଚ ସ୍ୱରରେ କହିବା କଥା ନୁହେଁ, ଝଗଡା ଝାଟି କରିବା କଥା ନୁହେଁ, କୌଣସି ବାହାର ଲୋକର ଗୁଣଗାନ ପ୍ରଶଂସା କରିବା କଥା ନୁହେଁ, କାହା ଉପରେ କ୍ରୋଧ ପ୍ରକାଶ କରିବା କଥା ନୁହେଁ, କାହା ମନରେ ଦୁଃଖ ଦେଲା ଭଳିଆ କଥା କହିବା ଉଚିତ ନୁହେଁ, ଅନ୍ୟ କାହାର ପ୍ରଶଂସା କରିବା ଉଚିତ ନୁହେଁ, ଦେବତା ମାନଙ୍କର ନିନ୍ଦା କରିବା ଉଚିତ ନୁହେଁ, ଥଟ୍ଟା ପରିହାସ କରିବା ଉଚିତ ନୁହେଁ, ମିଥ୍ୟା କହିବା ବି ଉଚିତ ନୁହେଁ। ତେଣୁ ଏଇ ପ୍ରକାର ସଦାଚାର ଆମେ ପାଳନ କରିବା। ଅର୍ଚ୍ଚା ବିଗ୍ରହ ସମ୍ମୁଖରେ ଥିଲା ସମୟରେ ଭଗବାନ ସାକ୍ଷାତ ଭଗବାନ ସହିତ ଅଛନ୍ତି। ଯେତେବେଳେ ଅର୍ଚ୍ଚା ବିଗ୍ରହ ପାଖକୁ ଯିବା, ଏଇ ଭାବନା ରଖିବା କି ସାକ୍ଷାତ ମୁଁ ଭଗବାନଙ୍କ ପାଖରେ ଅଛି, ଭଗବାନ ମୋ ସମ୍ମୁଖରେ ଅଛନ୍ତି, ତେଣୁ ମୁଁ ସଦାଚାରକୁ ପାଳନ କରିବି। ଭଗବାନଙ୍କର ମହିମା ଗୁଣଗାନ ଶ୍ଲୋକ ଆଦି ଉଚ୍ଚାରଣ କରିପାରିବେ, କୀର୍ତ୍ତନ କରିପାରିବେ, ନାମ ନେଇପାରିବେ। କିନ୍ତୁ ନିଜର ପ୍ରଶଂସା ନୁହେଁ, ଉଚ୍ଚ ସ୍ୱରରେ କଥା କହିବା ଉଚିତ ନୁହେଁ, ଝଗଡା କରିବା ଉଚିତ ନୁହେଁ, କାହାର ନିନ୍ଦା କରିବା ଉଚିତ ନୁହେଁ, କାହା ମନରେ ଦୁଃଖ ଦେବା ଉଚିତ ନୁହେଁ, ହୁଁ ଅନ୍ୟ କାହାର ପ୍ରଶଂସା କରିବା ଉଚିତ ନୁହେଁ, ଦେବତା ମାନଙ୍କୁ ନିନ୍ଦା କରିବା ବି ଉଚିତ ନୁହେଁ, ଥଟା ପରିହାସ ଅଥବା କଥାବାର୍ତ୍ତା କରିବା ଉଚିତ ନୁହେଁ, ମିଥ୍ୟା କହିବା ବି ଅନୁଚିତ ଆକ୍ଚୁଆଲି। ତେଣୁ ଇଏ ବିଧି ଆମେ ପାଳନ କରିବା ଯାହାଦ୍ୱାରା ପରମ ଭଗବାନ ପ୍ରସନ୍ନ ହେंगे ଆକ୍ଚୁଆଲି। ତେଣୁ ସଦାଚାର ପାଳନ ବହୁତ ଆବଶ୍ୟକ, କି ବୈଷ୍ଣବକୁ ସୁନ୍ଦର ରୂପରେ ସଜେଇଥାଏ। ଅତିଥି ଅଥବା ଭକ୍ତଙ୍କର କୃଷ୍ଣ ଭାବନା ପ୍ରଚାର ନିମିତ୍ତ ମନ୍ଦିରରେ କଥା କହିବାରେ ଅସୁବିଧା ନାହିଁ, କିନ୍ତୁ ଏହା ବ୍ୟତିରେକ ଅନ୍ୟ ସବୁ ପ୍ରକାର ଚର୍ଚ୍ଚା ମନ୍ଦିର ବାହାରେ କରିବା ଉଚିତ। ମନ୍ଦିରରେ ଥିଲାବେଳେ ଆମେ ବେଶୀ କଥା ହେବା ଠିକ ନୁହେଁ। ଯଦି ସେବା ଅଛି ଠିକ ଅଛି, ସେବା ସମ୍ବନ୍ଧିତ, ନହେଲେ ଆମକୁ ଯଦି କିଛି କ୍ଲାସ ଦେବା ପାଇଁ କୁହାଯାଇଛି, କିଛି କହୁଛି ଅଲଗା କଥା, ଅନ୍ୟଥା ଆମେ ପ୍ରଜଳ୍ପ କରିବା ଉଚିତ ନୁହେଁ। ମନ୍ଦିର ପରିସର କେବଳ ସେବା ସମ୍ବନ୍ଧିତ କଥା ହେଇପାରିବା।
ତେଣୁ ଏ ସବୁ ସଦାଚାର ଆମକୁ ପାଳନ କରି ଚଳିବାର ଅଛି। ସଦାଚାର ପାଳନ ହେଲେ ଭଗବାନ ଅନେକ ପ୍ରସନ୍ନ ହୁଅନ୍ତି ଆଉ ଆମେ ତାଙ୍କର କୃପା ପ୍ରାପ୍ତ କରିପାରିବା। ହୁଁ। ତାପରେ ଆସିଲା ବସ୍ତ୍ର ଆଉ ବେଶଭୂଷା। ହୁଁ। ତେଣୁ କେମିତିଆ ବସ୍ତ୍ର ପରିଧାନ କରିବା ଉଚିତ? ସାଧକକୁ, ଆଶ୍ରମରେ ରହୁଥିବା ଭକ୍ତ ମାନଙ୍କୁ ପ୍ରଭୁ ମତେ ମତେ ସିଲ୍କ ପିନ୍ଧିବା ଉଚିତ ନା, ସେମିତି ନୁହେଁ। ଯାହା ଆଶ୍ରମ ନିୟମ ଅନୁସାରେ ବରିଷ୍ଠ ଭକ୍ତ ମାନେ ଆମକୁ ଦେବେ, ସେଇ ବସ୍ତ୍ର ଆମେ ଖୁସି ଖୁସି ସ୍ୱୀକାର କରିବା। ତେଣୁ ଗୁରୁ ଆଶ୍ରମ ରହିବା ସମୟରେ ଗୁରୁ ଯୋଉ ଭଳିଆ ବସ୍ତ୍ର ଆମକୁ ଦେବେ, ଖୁସି ଖୁସି ସେଇ ବସ୍ତ୍ରକୁ ସ୍ୱୀକାର କରି ସେଇ ବସ୍ତ୍ର ବେଶା ପରିଧାନ କରିବା ଉଚିତ। ତେଣୁ ଆମର ସିଦ୍ଧାନ୍ତ କଣ ନା, ସରଳ ଜୀବନ ଉଚ୍ଚ ବିଚାର। ସରଳ ଉପରେ ରହିବା। ତେଣୁ ଭକ୍ତ ମାନଙ୍କର ବେଶଭୂଷା ସର୍ବଦା ପରିଷ୍କାର, ସ୍ୱଚ୍ଛ ଏବଂ ଅନ୍ୟକୁ ଭଗବାନ କୃଷ୍ଣଙ୍କ ସ୍ମରଣ କଲା ଭଳି ବସ୍ତ୍ର ପିନ୍ଧିବା ଉଚିତ। ତେଣୁ ଆମେ ଗୋଟେ ଭକ୍ତର ସବୁ ଜିନିଷ ଅନ୍ୟମାନଙ୍କୁ ଭଗବାନଙ୍କର ସ୍ମରଣ ସାଧୁ ନ୍ତି। ତେଣୁ ଆମକୁ ଗୋଟେ ସାବଧାନ ରହିବାର ଅଛି। କେମିତିଆ ବସ୍ତ୍ର ପରିଧାନ କରିବା ନା, ଯୋଉ ସ୍ୱଚ୍ଛ ପରିଷ୍କାର। ଏଇନେ ଦି ତିନି ଦିନ ଗନ୍ଦା ପଡିଛି, ତାକୁ ସେ ପିନ୍ଧିଦେଲା, ଧୁଆଧୁଇ କରୁନି, ତା ଦେହରୁ ଗନ୍ଧ ବାହାରୁଛି, ଝାଳ ଗନ୍ଧ ବାହାରୁଛି ନା, ସେମିତି ନୁହେଁ। ପ୍ରତିଦିନ ବସ୍ତ୍ର ସ୍ୱଚ୍ଛ ପରିଧାନ କରିବା, ଧୋଇକି ପିନ୍ଧିବା, ସଫା କରି ପିନ୍ଧିବା, ତାଜା କରି ପିନ୍ଧିବା। ବାସି କପଡା ପିନ୍ଧିବାନି। ଯଦି କୌଣସି ପରିସ୍ଥିତି ଅଛି, ତାହେଲେ ରାତିରେ ଶୋଇଲା ପୂର୍ବରୁ ପରିଧାନ କରିବା ବସ୍ତ୍ରକୁ ଅଲଗା ରଖିକିନି କରିହବ। ଯେମିତି ଆମେ ଜର୍ଣ୍ଣି କରୁଛେ, ଟ୍ରାଭେଲ କରୁଛେ, ସେ ସମୟରେ ବିଶେଷ ପରିସ୍ଥିତିରେ। ଅନ୍ୟଥା ଆମକୁ ପ୍ରତିଦିନ ମଙ୍ଗଳ ଆରତି ଯିବା ସମୟରେ ସ୍ୱଚ୍ଛ ବସ୍ତ୍ର ପରିଧାନ କରି ଯିବା ଉଚିତ ଆକ୍ଚୁଆଲି। ସ୍ୱଚ୍ଛ, ନିର୍ମଳ, ସର୍ବଦା ପରିଷ୍କାର ଏଇଭଳିଆ ବସ୍ତ୍ର ପିନ୍ଧିବା ଉଚିତ। ତେଣୁ ମହତ୍ୱପୂର୍ଣ୍ଣ କର୍ତ୍ତବ୍ୟ, ଆମେ ସବୁ ଭଗବାନଙ୍କର ମିଶନାରୀ କାର୍ଯ୍ୟରେ ଲାଗିଛେ। ତେଣୁ ଆମକୁ ଦେଖି ଲୋକମାନେ ସାଧୁ ପ୍ରତି ଶ୍ରଦ୍ଧା ହେଲେ, ସେମାନେ ଭଗବାନ ପ୍ରତି ଶ୍ରଦ୍ଧା ଉତ୍ପନ୍ନ କରନ୍ତି। ସେମାନେ ଧୀରେ ଧୀରେ ଏ ପ୍ରକ୍ରିୟା ଯୋଡିବେ। ତେଣୁ ଆମକୁ ବହୁତ ସାବଧାନ ପୂର୍ବକ ବସ୍ତ୍ର ପରିଧାନ କରିବାର ଅଛି। ହୁଁ। ବିଶେଷତଃ ପ୍ରାତଃକାଳୀନ ଏବଂ ରବିବାର କାର୍ଯ୍ୟକ୍ରମ ସମୟରେ କିମ୍ବା ଉତ୍ସବ ମାନଙ୍କରେ ମନ୍ଦିରକୁ ଆସୁଥିବା ଭକ୍ତ ନିମ୍ନଲିଖିତ ବସ୍ତ୍ର ପିନ୍ଧିବା ଉଚିତ। ହୁଁ। ତେଣୁ କୋଉ ବସ୍ତ୍ର ଅନୁମୋଦିତ ନା, ପୁରୁଷ ମାନେ ଧୋତି ଓ କୁର୍ତ୍ତା, ସ୍ତ୍ରୀ ମାନେ ଶାଢୀ ପିନ୍ଧିବେ। ପୁରୁଷ ମାନଙ୍କ ଉପସ୍ଥିତିରେ ସର୍ବଦା ମସ୍ତକ ଆବୃତ ରଖିବେ। ସ୍ତ୍ରୀ ମାନଙ୍କ ସବୁବେଳେ କଣ କରିବା କଥା ନା, ମସ୍ତକକୁ ଆବୃତ କରି ରଖିବା କଥା, ଶାଢୀ ପିନ୍ଧିକିନି। ବିବାହିତ ସ୍ତ୍ରୀ ମାନଙ୍କ ହାତରେ ଚୁଡ଼ି, ମସ୍ତକରେ ସିନ୍ଦୁର, କଣ୍ଠରେ ମଙ୍ଗଳସୂତ୍ର ରହିବା ଉଚିତ। ହଁ। ପ୍ରଚାର ନିମିତ୍ତ ଅତି ଆବଶ୍ୟକ ବସ୍ତ୍ରକୁ ପିନ୍ଧିବାରେ କୌଣସି ଆପତ୍ତି ନାହିଁ। ସ୍ତ୍ରୀ ଓ ପୁରୁଷ ଦୁଇ ଜଣଙ୍କର ବସ୍ତ୍ର ପରିଷ୍କାର, ପବିତ୍ର ହେବା ଆବଶ୍ୟକ। ଆଧୁନିକ ଫ୍ୟାସନ କିମ୍ବା ବହୁମୂଲ୍ୟ ବସ୍ତ୍ର ପିନ୍ଧିବା ଉଚିତ ନୁହେଁ। ସଠିକ ରୀତି ଏବଂ ସଭ୍ୟ ଭାବରେ ବସ୍ତ୍ର ପିନ୍ଧିବା ଉଚିତ। ସୁଗନ୍ଧିତ ତୈଳ, ଅତର, ସେଣ୍ଟ, ଅନ୍ୟ ଶୃଙ୍ଗାରର ଅନାବଶ୍ୟକ ବସ୍ତୁ ପ୍ରୟୋଗ କରିବା ଉଚିତ ନୁହେଁ। ମନ୍ଦିରରେ ହେଉ ବା ବାହାରେ ହେଉ, ବୈଷ୍ଣବମାନେ ସର୍ବଦା ପବିତ୍ର ଶୁଦ୍ଧ ରହିବା ଆବଶ୍ୟକ। ସମସ୍ତ କାର୍ଯ୍ୟକ୍ରମ ସମୟରେ, ବିଶେଷତଃ ମନ୍ଦିରର ପ୍ରାତଃକାଳୀନ କାର୍ଯ୍ୟକ୍ରମ କିମ୍ବା ଅନ୍ୟ କାର୍ଯ୍ୟକ୍ରମରେ, ସ୍ତ୍ରୀ ପୁରୁଷ ମାନେ ସ୍ୱଚ୍ଛ କପଡା ପିନ୍ଧିବା ଉଚିତ। କିନ୍ତୁ ଦିନରେ ପିନ୍ଧିଥିବା ବସ୍ତ୍ରକୁ ଫିଙ୍ଗିବା ଉଚିତ ନୁହେଁ। ପୂର୍ବ ଦିନରେ ପିନ୍ଧିଥିବା ବସ୍ତ୍ରକୁ ପିନ୍ଧିବା ଉଚିତ ନୁହେଁ। ତେଣୁ ଆମେ ପ୍ରତିଦିନ ଚେଷ୍ଟା କରିବା ତାଜା ବସ୍ତ୍ର ପିନ୍ଧିବା, ଧୋଇକିନି ସଫା କରିକି ପିନ୍ଧିବା। ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ବୈଷ୍ଣବ ଅର୍ଥ ହେଉଛି ଏପରି ଏକ ବ୍ୟକ୍ତି ଯାହାକୁ ଦେଖିଲେ ମାତ୍ରେ କୃଷ୍ଣଙ୍କର ସ୍ମରଣ ହେବ। ଏଥିପାଇଁ ଜଣେ ବୈଷ୍ଣବ କୌଣସି ପରିଚୟ ଦେବାକୁ ହେଲେ ନିମ୍ନଲିଖିତ ବସ୍ତୁ ପ୍ରତି ଧ୍ୟାନ ଆବଶ୍ୟକ ରହିବା ଉଚିତ। ତେଣୁ ଆଜି ଆମେମାନେ ଚର୍ଚ୍ଚା କଲେ କୋଉ କୋଉ ବିଷୟରେ ନା, ପ୍ରଣାମ ୟା ମନ୍ଦିର ଭିତରକୁ ପ୍ରବେଶ କରିବାର ସଦାଚାର, ବସ୍ତ୍ର ବେଶଭୂଷା, କହିବା ୟା କଥାବାର୍ତ୍ତା କରିବାର ବିଧି, ବସିବାର ବିଧି, ଆଉ ଭଗବାନଙ୍କର ଅର୍ଚ୍ଚା ବିଗ୍ରହ ସେବା ବିଧି। ଅର୍ଚ୍ଚା ବିଗ୍ରହ ବିଷୟରେ ଥୋଡା ଟିକେ କହିଲେ ଆମେ, କିନ୍ତୁ ଅର୍ଚ୍ଚା ବିଗ୍ରହକୁ ଆମେ ଧ୍ୟାନ କରିବା। ଧ୍ୟାନ କରିବା ମାତ୍ରେ ଆମେ ଶୁଦ୍ଧ ହେଇଯିବା। ତେଣୁ ବୈଷ୍ଣବ ସଦାଚାର ବହୁତ ହି ମହତ୍ୱପୂର୍ଣ୍ଣ। ବୈଷ୍ଣବ ସଦାଚାର ମାଧ୍ୟମରେ ବୈଷ୍ଣବ ସୁସଜ୍ଜିତ ହୁଏ, ଗୋଟେ ସରଳ ନିଷ୍କାମ ନିଷ୍କପଟ ଭକ୍ତ ରୂପରେ ପ୍ରସ୍ତୁତ ହୁଏ। ତାର ସଦାଚାର ମାଧ୍ୟମରେ ସେ ପ୍ରଚାର କରେ। ସେ ଯେକୌଣସି ସେବାରେ ଥାଉ, ସେ ଚାହେ ପ୍ରଚାରକ ହଉ, ଯିଏ କଥା ମାଧ୍ୟମରେ ଭଗବାନଙ୍କର ପ୍ରଚାର କରେ,
किए कुकिंग करू प्रसाद बनाओ किए मंदिर मार्जन करू ତେଣୁ ସବୁ ସେବା ମାଧ୍ୟମରେ ଭକ୍ତ ପ୍ରଚାର କରିପାରିବ କେମିତି ନା ସଦାଚାର ପାଳନ କରି ସଦାଚାର ପାଳନ କଲେ ହିଁ ସତ୍ ଆଚରଣ କଲେ ହିଁ ଆମେ ଭଗବାନଙ୍କୁ ବିଶେଷ ରୂପରେ ପ୍ରସନ୍ନ କରିପାରିବା ଆମକୁ ପୂର୍ବବର୍ତ୍ତୀ ଆଚାର୍ୟ ମାନେ ଏସବୁ ପ୍ରଦାନ କରି ଯାଇଛନ୍ତି ତେଣୁ ଆମେ ସଦାଚାର ଉଲ୍ଲଂଘନ ନ କରି ସଦାଚାର ପାଳନ କରିବା ବହୁତ ଆବଶ୍ୟକ ହୁଁ। ତେଣୁ ଆମେ ଏଇଠି ରଖିବା କାହାର କିଛି ପ୍ରଶ୍ନ ଅଛି ଯଦି କହିବେ ତ ଆମେ ଆଜି କୋଉ କୋଉ ଟପିକ ରେ ଚର୍ଚ୍ଚା କଲେ ପ୍ରଣାମର ଲାଷ୍ଟ ପାର୍ଟ ଆମେ ଚର୍ଚ୍ଚା କଲେ ପ୍ରଣାମ ଆମେ ଗତ କ୍ଲାସରେ ବି ଚର୍ଚ୍ଚା କରିଥିଲେ ପ୍ରଣାମ ବିଷୟରେ ଆମେ ସଂକ୍ଷିପ୍ତରେ କିଛି ଚର୍ଚ୍ଚା କଲେ ତାପରେ ଆମେ ଅର୍ଚ୍ଚା ବିଗ୍ରହ କୁ କେମିତି ଧ୍ୟାନ କରିବା ଅର୍ଚ୍ଚା ବିଗ୍ରହ ବିଷୟରେ ଚର୍ଚ୍ଚା କଲେ ତାପରେ ଆମେ କଣ ଚର୍ଚ୍ଚା କଲେ ତାପରେ ଆମେ ଚର୍ଚ୍ଚା କଲେ କି କେମିତି ଅର୍ଚ୍ଚା ବିଗ୍ରହକୁ ଦର୍ଶନ କରିବା ଉଚିତ କୋଉଠି କେମିତି ଦର୍ଶନ କରିବା ଉଚିତ ଦର୍ଶନ କରିବାର ବିଧି ତାପରେ ମନ୍ଦିରରେ ବସିବାର ବିଧି ଆଉ କଥା କହିବା କେମିତି କରାଯାଏ ଆଉ ବସ୍ତ୍ର ବେଶଭୂଷା କେମିତି ହେବା ଉଚିତ ତେଣୁ ଏ ବିଷୟରେ ଆମେ ଆଜି ଚର୍ଚ୍ଚା କଲେ ଆର ସମ୍ବନ୍ଧିତ କାହାର କିଛି ପ୍ରଶ୍ନ ଥାଏ ଆପଣମାନେ ପଚାରି ପାରନ୍ତି ହରେ କୃଷ୍ଣ हरे कृष्ण। ଆମେ ନେକ୍ସଟ ଟାଇମ ପୁଣି ଚର୍ଚ୍ଚା କରିବା ଏସ୍ କାହାର କିଛି ପ୍ରଶ୍ନ ଅଛି हरे कृष्ण प्रभु जी दंड प्रभु जी। ଧନ୍ୟବାଦ हरे कृष्ण प्रभु धन्यवाद प्रणाम प्रभु। ଧନ୍ୟବାଦ ଧନ୍ୟବାଦ प्रभु ମାନଙ୍କୁ ସନ୍ତୁଷ୍ଟ କେମିତି କରିପାରିବା କାହାକୁ ବୈଷ୍ଣବ ମାନଙ୍କୁ? ବୈଷ୍ଣବ ମାନଙ୍କର ଆଦେଶ ପାଳନ କରି ତେଣୁ ବୈଷ୍ଣବ ସେବା ଆମେ ଦି ପ୍ରକାର କରୁ ଚୈତନ୍ୟ ମହାପ୍ରଭୁ ଆମକୁ ତିନିଟା ଶିକ୍ଷା ଦେଇଛନ୍ତି ବୈଷ୍ଣବ ସେବା ନାମେ ରୁଚି ଜୀବ ଦୟା ଏଇ ତିନିଟା ପାଳନ କରିବା ଉଚିତ ତେଣୁ ବୈଷ୍ଣବ ମାନଙ୍କର ସେବା ଗୋଟେ ତ ଆମେ ବପୁ ସେବା କରୁ ଆଉ ବାଣୀ ସେବା କରୁ ତେଣୁ ବାଣୀ ସେବାକୁ ବପୁ ସେବା ଠାରୁ ବି ଶ୍ରେଷ୍ଠ ମାନାଯାଏ ତେଣୁ ବୈଷ୍ଣବ ମାନେ ଆମକୁ ଭକ୍ତି ମାର୍ଗରେ ଅଗ୍ରସର ହେବା ପାଇଁ ଅନେକ ଅନେକ ପ୍ରକାର ଉପଦେଶ ଦିଅନ୍ତି ମାର୍ଗଦର୍ଶନ ଦିଅନ୍ତି ଆଦେଶ କିଛି ଦିଅନ୍ତି ସେବା କରିବାକୁ ସେବା ସୁଧାର ପାଇଁ ଆମକୁ ବେଳେ ଗାଇଡ କରନ୍ତି ତେଣୁ ଏହା ଦ୍ୱାରା ଆମେ ତାକୁ ପାଳନ କରି ନିଜର ଜୀବନକୁ ପରିବର୍ତ୍ତନ କଲେ ଆମେ ବୈଷ୍ଣବ ସେବା କରିପାରିବା ଆଉ ଦ୍ୱିତୀୟ ହଉଛି ବୈଷ୍ଣବଙ୍କର ବପୁ ସେବା କରିବା କଣ ବେଳେ ସୁଯୋଗ ମିଳିଲେ ବୈଷ୍ଣବ ମାନଙ୍କର ବପୁ ସେବା କିଏ ବେମାର ହେଇଛନ୍ତି କାହାର କିଛି ଆବଶ୍ୟକତା ଅଛି ବପୁ ସେବା ବି କରାଯାଇ ପାରିବ ତେଣୁ ନରୋତ୍ତମ ଦାସ ଠାକୁର କହୁଛନ୍ତି ଛାଡିଆ ବୈଷ୍ଣବ ସେବା ନିସ୍ତାର ପେଛ ଖେବା ବୈଷ୍ଣବ ସେବା ବିନା ଆମର ଗତି ନାହିଁ କେହି ଜଗତରେ ବୈଷ୍ଣବ ସେବା ବିନା ଆଗକୁ ବଢି ପାରିବେ ନାହିଁ ତେଣୁ ବୈଷ୍ଣବ ସେବା ବହୁତ ମହତ୍ୱପୂର୍ଣ୍ଣ ଆଉ ବୈଷ୍ଣବ ସେବା କେମିତି କରିବା ନା ଦି ପ୍ରକାରରେ ଗୋଟେ ହଉଛି ବାଣୀ ସେବା ଗୋଟେ ହଉଛି ବପୁ ସେବା ବାପୁ ସେବା ହଉଛି ଶରୀର ସେବା ଆଉ ବାଣୀ ସେବା ହଉଛି ବୈଷ୍ଣବ ଯାହା କହୁଛନ୍ତି ତାକୁ ପାଳନ କରିବା ଠିକ ଅଛି ଆଜ୍ଞା ପ୍ରଭୁ। ଠିକ ଅଛି हरे कृष्ण जी दंड प्रभु जी ମୋର ଗୋଟେ ପ୍ରଶ୍ନ ଥିଲା ଆଜ୍ଞା ପ୍ରଭୁ ଆପଣ ଯୋଉ କହିଲେ କି ମନ୍ଦିର ବସିବା ସମୟରେ ନିଜର ପାଦକୁ ଦର୍ଶନ ହବା ଉଚିତ ନୁହଁ ଯଦି ଆମେ ଅନେକ ସମୟରେ ଭକ୍ତଙ୍କ ଶରୀର ସ୍ଥିତି ପାଇଁ ଆମେ ଚେୟାର ରେ ବସୁ କେମିତି ତ ପାଦ ଯେମିତି ହେଲେ ବାହାରକୁ ରୁହେ ତ ସେ କ୍ଷେତ୍ରରେ କଣ ଅପରାଧ ହଉଛି ନା କଣ କେମିତି କଣ ତ ଚେଷ୍ଟା କରିବା ଆମର ଧୋତିରେ ପାଦ ଢକିକି ରହୁ ବସିଥିବା ଅବସ୍ଥାରେ ବି ଆଜ୍ଞା ଚେୟାରରେ ବସିଲେ ବି ଆମେ ଗୋଡ ନ ଖୋଲିକିନି ପାଦ ଧୋତି ଭିତରେ ଲୁଚି ରହିଲେ ଭଲ କିନ୍ତୁ କାହିଁକି ଆଜ୍ଞା ନା ଆମର ଫୋକସ ଆମେ କଣ କରିବା ଯେ ଭଗବାନଙ୍କର ଚରଣ କମଳ ଆମର ନୁହେଁ କିନ୍ତୁ ଆମେ କଣ ମନ୍ଦିରରେ ଚରଣ ଦେଖାଉଛୁ ଦୁନିଆକୁ ଚରଣ ଦେଖାଉଛି ଏଟା ଠିକ ନୁହଁ ସଦାଚାର ନୁହେଁ ଭଗବାନଙ୍କର ଶ୍ରେଷ୍ଠତାକୁ ସବୁ ସମୟରେ ଭକ୍ତ ପ୍ରକାଶିତ କରେ ପ୍ରଦର୍ଶିତ କରେ କି ପ୍ରଭୁଙ୍କ ଚରଣ ଦେଖ ନାଇଁ ତ ଆମେ ଗୋଡ ବାହାରୁଛୁ କାହାର ନଜର ପଡିବ ଆମ ଗୋଡ ଉପରେ ଆମ ଚରଣ ଉପରେ ଠିକ ନୁହେଁ କିନ୍ତୁ ଯାହାର ବେମାରୀ ସ୍ଥିତି କାହାର ଆବନର୍ମାଲିଟି ଅଛି କିମ୍ବା ଅନ୍ୟାଚୁରାଲ ଅଛି ସେଇ କ୍ଷେତ୍ରରେ କୋହଳ କରାଯାଇ ପାରିବ କିଛି କିଛି କୋହଳ କରାଯାଇ ପାରେ କିନ୍ତୁ ସ୍ୱାଭାବିକ ବ୍ୟକ୍ତି ସୁସ୍ଥ ବ୍ୟକ୍ତି ସେମାନେ ସଦାଚାର ପାଳନ ପୂର୍ବକ ନିଜର ଚରଣକୁ ଛୁପେଇ ରଖିବା ଧୋତି ତଳ ଭିତରେ ରଖିବା ଆବଶ୍ୟକ ହରେ କୃଷ୍ଣ हरे कृष्ण ଆଜ୍ଞା ଧନ୍ୟବାଦ ପ୍ରଣାମ ପ୍ରଭୁଜୀ। ପ୍ରଭୁଜୀ ଧନ୍ୟବାଦ ଆମେ ଯୋଉ ଏ ମାଳା କରୁଛେ ତ ଜଙ୍ଘ ଉପରେ ଯୋଉ କହୁଣୀକୁ ରଖିକି କରୁଛେ ସେଟା କରିବା ଉଚିତ ନା କଣ ମାଳା କରିବା? କିଏ ପଚାରୁଛନ୍ତି କୋଉଠି ପଚାରୁଛନ୍ତି ମୁଁ ଜାଣିପାରିଲିନି ଠିକ ଅଛି ହଁ ତେଣୁ ପ୍ରଭୁ ପଚାରୁଛନ୍ତି ଆମେ କହୁଣୀକୁ ଜଙ୍ଘ ଉପରେ ରଖି କରିପାରିବା କି ହାତକୁ ତେଣୁ ଚେଷ୍ଟା କରିବା ଯେ ଆମେ ଯୋଉ ପୋସ୍ଚର ଦିଆହେଇଛି ସେଥିରେ କରୁ କିନ୍ତୁ ଆଜିକାଲି ଶାରୀରିକ ତ୍ରୁଟି ଅଛି ବେଳେ ଆଳସ୍ୟତା ଥାଏ ଶରୀରରେ କିଛି ନା କିଛି ତ୍ରୁଟିଆ ଥାଏ ତେଣୁ ଆମେ ଚେଷ୍ଟା କରିବା କି ଯଦି ଧୋତି ଉପରେ ରଖୁଛେ କିଛି ଅସୁବିଧା ନାହିଁ ଡାଇରେକ୍ଟ ଗୋଡ ଉପରେ ରଖିବା ଠିକ ନୁହେଁ
ଆମର ଅଣ୍ଟା ତଳକୁ ପୁରା ଶରୀରଟା ଅଶୁଦ୍ଧ ମାନା ଯାଏ। ହୁଁ ତେଣୁ ଆମର ଯଦି ଶରୀର ଉପରେ କପଡା ଅଛି, କପଡା ଉପରେ ରଖୁଛେ ସେ ଅସୁବିଧା ନାହିଁ। କିନ୍ତୁ ଡାଇରେକ୍ଟ ଯଦି ଶରୀର ସ୍ପର୍ଶ କରୁଛି ସିଏ ହଉଛି ଅଶୁଦ୍ଧ ମାନାଯାଏ। ବୁଝିପାରୁଛନ୍ତି? ନା ଯଦି ହାତ ଆପଣ, ହଁ, କପଡା 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 ଉପରେ କିଛି ନାହିଁ, ଧୋତି ପିନ୍ଧୁଛନ୍ତି କିଛି କୌଣସି କପଡା ଉପରେ ରଖୁଛନ୍ତି ତାହେଲେ ଅସୁବିଧା ନାହିଁ। ଡାଇରେକ୍ଟ ଶରୀର ସ୍ପର୍ଶ କରିବା ଅଶୁଦ୍ଧ ମାନାଯିବ। ବୁଝିପାରିଲେ? ମାଳା ଟା ଅଶୁଦ୍ଧ, କିନ୍ତୁ ସବୁ ହାତଟା ରହିବ। ହଁ, ଜଙ୍ଘ हरे कृष्ण प्रभु जी। ଆଜ୍ଞା ଆଜ୍ଞା। प्रभु जी, आपने बोला जब विग्रह दर्शन करने के टाइम ହଁ उनका चरण दर्शन करना है पहले, उसके बाद हाँ। मुख दर्शन। लेकिन नहीं, हम चरण से धीरे धीरे ऊपर जाएंगे। तो चरण से धीरे धीरे ऊपर हम जाएंगे। जब जगन्नाथ देव को दर्शन करते हैं, तब उनके सुंदर आंखें देख के तो हम पहले तो हाँ, जगन्नाथ देव के मुख जगन्नाथ देखते जगन्नाथ जी एक्सेप्शनल। हाँ, ଆମର ଏସବୁ ରାଧାକୃଷ୍ଣ ବିଗ୍ରହ, ଗୌରନିତାୟ ବିଗ୍ରହ, ଯେଉଁ ଯେଉଁ ଯାଙ୍କ ସହିତ ପୂର୍ଣ୍ଣ ଭଗବାନ ଜଗନ୍ନାଥ କଣ କି ଭାବ ବେଶ ଧାରଣ କରିଛନ୍ତି। ତେଣୁ ଚରଣ ଆଉ ପଦକମଳ ଲୁଚି ଯାଇଛି। କିନ୍ତୁ ଆମେ ରାଧାକୃଷ୍ଣ ଗୌରନିତାୟଙ୍କ ଦର୍ଶନ ଯଦି କରିବା, ଭଗବାନ ରାମ, ନରସିଂହ ଆଦିଙ୍କ ଦର୍ଶନ କରିବା, ସେତେବେଳେ ତଳରୁ ଦେଖିବା ଯାହାଙ୍କର ପୂର୍ଣ୍ଣ ଶରୀର ପ୍ରକାଶିତ। ତେଣୁ ଚରଣରୁ ଦେଖିକି ଧୀରେ ଧୀରେ ଉପରକୁ ଉଠିକି ଯିବା। ଜାନୁ, ବକ୍ଷସ୍ଥଳ ଧୀରେ ଧୀରେ ଯିବା। ହୁଁ ସେଥିପାଇଁ ଆପଣଙ୍କୁ କୁହାଗଲା ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ 13 ନମ୍ବର ଶ୍ଲୋକ ପଢିପାରିବେ। ଭଗବାନଙ୍କର ଦର୍ଶନ କରିବାର ବିଧି, ଚରଣରୁ ଉପରୁ କେମିତି ଦର୍ଶନ କରାଯିବ। ଠିକ ଅଛି। हैं। ବନ୍ଦ ପ୍ରଣାମ ପୂଜି। मुझे हम लोग जो मंदिर में जो भी सेवा करते हैं, सेवा करने के बाद हम लोग तो उधर प्रणाम नहीं कर सकते, फिर बाहर आके भी प्रणाम कर सकते नहीं कर सकते? बाहर आकर कर सकते हैं, ऑल्टर ऊपर नहीं करते। तो उस टाइम तो पौधा पड़ा रहता है, जो भी भोग लगता है अथवा कुछ, क्या होता है इस टाइम? तो भोग जब लग रहा है पुजारी तो ऑल्टर में ही रहेगा। हाँ ठीक है हाँ। तो ना? उस समय पुजारी बाहर आके कर सकते हैं ऐसा? हाँ कर सकते हैं, लेकिन पुजारी तो सेवा में व्यस्त रहते हैं। करना चाहे तो बाहर आके कर सकते हैं, लेकिन सेवा पूर्ण करके आना चाहिए। हम्म, ठीक है, से- भोग लगा के बाहर आके कर सकते हैं? हाँ, कि आवश्यकता नहीं है पुजारी वहीं कर सारा सेवा संपन्न करके आए। ठीक है हाँ, वो भगवान जी के साथ ही ठीक है। है ना। हाँ, ଆଉ आज्ञा। ମୋର ଗୋଟେ କନେକ୍ଟିଂ ପ୍ରଶ୍ନ ଥିଲା। हाँ, ଯେତେବେଳେ ଆମେ ସକାଳେ ମଙ୍ଗଳ ଆରତୀକୁ ପୂଜାରୀ ପ୍ରବେଶ କରୁଛି, ଅଲ୍ଟରେ ତ ସେତେବେଳେ ସେ କଣ ଭଗବାନ ତ ଶୟନ କରୁଥିବେ, ତ ଭଗବାନ କଣ ପ୍ରଣାମ କରିକି ଯିବା ଉଚିତ ନା କେମିତି? ସେ ପ୍ରଣାମ ବାହାରେ କରିବ, ଯୋଉ ଦରୱାଜା ବାହାରେ କରିପାରିବ। ପ୍ରଭୁଙ୍କ ଅନୁମତି ନା ନେବ, ଗୁରୁ ରାଧାରାଣୀଙ୍କୁ ପ୍ରଣାମ। ଓକେ, ହଁ, ତେଣୁ ଆମର ତାହେଲେ ଅନୁମତି। ଯେତେବେଳେ ଆମେ ଡାଇରେକ୍ଟ ପ୍ରଣାମ ଭଗବାନ କରୁନେ, ଗୁରୁଙ୍କ ମାଧ୍ୟମରେ ବି ପ୍ରଣାମ ନିବେଦନ କରୁଛେ। ବୈଷ୍ଣବ ଆଜ୍ଞା ପ୍ରଣାମ, ଯେମିତି ଆପଣ ଅର୍ଚ୍ଚା ପଞ୍ଚରାତ୍ରିକ ବିଧି ଅଛି, ନାରଦ ପଞ୍ଚରାତ୍ର ବିଧି ଅଛି, ଅର୍ଚ୍ଚାବିର ଯୋଉ ପୁସ୍ତକ ଅଛି, ତା ଦେହରେ ଆଜ୍ଞା ବର୍ଣ୍ଣନା କେମିତି ପୂଜାରୀ ମନ୍ଦିରରେ ପ୍ରବେଶ କରେ। ହଁ, ଯେ ପ୍ରଥମେ ବୈଷ୍ଣବ ପ୍ରଣାମ, ଗୁରୁ ପ୍ରଣାମ ଆଦି କରିକିନି ଭିତରେ ପ୍ରବେଶ କରି ଘଣ୍ଟି ବଜେଇକିନି, ତାପରେ ଅନେକ ମନ୍ତ୍ର ଦିଆଯାଇଛି, ଉଚ୍ଚାରଣ କରି ଶୁଦ୍ଧି ହୁଏ। ଆଉ ଧୀରେ ଧୀରେ ଅର୍ଚ୍ଚା ବିଗ୍ରହ ସେବାରେ ସେ ଲାଗେ ଆକ୍ଚୁଆଲି। ଆଜ୍ଞା ହୁଁ। ଆଜ୍ଞା, ଥ୍ୟାଙ୍କ ୟୁ। ଠିକ ଅଛି, ବହୁତ ଧନ୍ୟବାଦ ରହୁଛି। ଆପଣ ପ୍ରି ଆଜିର କ୍ଲାସ ପ୍ରି ପଏଣ୍ଟ କଲୁ ତ। କୁଆଡେ ଟ୍ରାଭେଲ କରୁଛନ୍ତି କି? ହଁ ପ୍ରଭୁ, ମୁଁ ବି ଟିକେ ଟ୍ରାଭେଲିଂ କରୁଛି, ଭୁବନେଶ୍ୱର ଯାଉଛି, ଜଣେ ପ୍ରଭୁ ଆସୁଛନ୍ତି ରିସିଭ କରିବା ପାଇଁ। ଏୟାରପୋର୍ଟରୁ?